ଶୁଣ ଆମେ ଷ୍ଟାର୍ଟ କରିବା ହେଲା। ଜିଓଗ୍ରାଫି ର ଇଣ୍ଟ୍ରୋ କ୍ଲାସ୍ ଷ୍ଟାର୍ଟ କରିବା। ଦେଖ ପ୍ରିଲିମିନାରୀ ଏକ୍ଜାମିନେସନ୍ ପାଇଁ ଯେମିତି 7ଟା ସେକ୍ସନ ଆମର ଅଛି, ତ ସେଥିରୁ ଜିଓଗ୍ରାଫି ଗୋଟେ ଅନ୍ୟତମ। ତ ଜିଓଗ୍ରାଫି ଇଜ୍ ହାଭିଂ social geography, economic geography and physical geography and of India and world ହେଲା। କିନ୍ତୁ ଆମର ମେନ୍ ସିଲାବସରେ ଆମକୁ ୱାର୍ଲଡ ଜିଓଗ୍ରାଫି ଦରକାର ନାହିଁ, ଓନ୍ଲି ଇଣ୍ଡିଆ ଜିଓଗ୍ରାଫି ଦରକାର, ଇଣ୍ଡିଆ ଆଉ ଓଡ଼ିଶା ଜିଓଗ୍ରାଫି ଦରକାର ମେନ୍ ସିଲାବସରେ। ମାନେ ଆମର ଯେଉଁ ଓଏସ୍ ମେନ୍ ପରୀକ୍ଷା ହେବ ସେଥିରେ ଆମକୁ ଇଣ୍ଡିଆ ଜିଓଗ୍ରାଫି ଆଉ ଓଡ଼ିଶା ଜିଓଗ୍ରାଫି ଦରକାର, ୱାର୍ଲଡ ଜିଓଗ୍ରାଫିର ଦରକାର ନାହିଁ। କିନ୍ତୁ ପ୍ରିଲିମ୍ରେ ଯେହେତୁ ପ୍ରିଲିମ୍ ସିଲାବସଟା ଆମର କ'ଣ ବୋଥ୍ ଆମର ଆଇଏଏସ୍ ପରୀକ୍ଷା ପାଇଁ ଆଉ ଓଏସ୍ ପରୀକ୍ଷା ପାଇଁ ସେମ୍ ସେମ୍ ପୁରା ଡିଟୋ ଅଛି, ମାନେ ଡିଫରେନ୍ସ କିଛି ନାହିଁ। କିନ୍ତୁ କୋଶ୍ଚିନ୍ ପଚାରିବାରେ ଡିଫରେନ୍ସ ଅଛି, ସେମାନେ ଟିକେ ଡେପ୍ଥରେ ପଚାରୁଛନ୍ତି, ଆମର ଟିକେ କମ୍ ଡେପ୍ଥରେ ପଚରା ହେଉଛି। ତ ଦ୍ୟାଟ୍ ଇଜ୍ ଦ ଓନ୍ଲି ଡିଫରେନ୍ସ ଇନ୍ ପ୍ରିଲିମିନାରୀ ଏକ୍ଜାମିନେସନ୍। ତ ସେଇ ପଏଣ୍ଟ ଅଫ୍ ଭ୍ୟୁରୁ ଆମକୁ କ'ଣ କରିବା ପାଇଁ ପ୍ରିଲିମ୍ ପାଇଁ, କାରଣ ପ୍ରିଲିମ୍ ତ ନିହାତି କ୍ଲିୟର ହେବା ଦରକାର ନା, ପ୍ରିଲିମ୍ ନହେଲେ ଆଉ କ'ଣ ଯାଇ କ'ଣଟା କରିବ ତମେ, ବୁଝିପାରୁଛ ନା? ତେଣୁ ଆମକୁ ସବୁ ପଢ଼ିବା ପାଇଁ ପଡ଼ିବ। ତେଣୁ ଆମେ ପ୍ରଥମେ ଇଣ୍ଡିଆ ଜିଓଗ୍ରାଫି ତ ପଢ଼ିବା ସବୁ, ତାର ୱାର୍ଲଡ ଜିଓଗ୍ରାଫିର କିଛି କିଛି ପୋର୍ସନ୍ସ ପଢ଼ିବା ଯେଉଁଟା ପରୀକ୍ଷାରେ ଆସୁଛି, ସବୁ ପଢ଼ିହେବନି, ସେଗୁଡ଼ା ପାଇଁ କିଛି ଆବଶ୍ୟକତା ବି ନାହିଁ ହେଲା। ଆଉ ବାକି ଯେଉଁ ଜିନିଷଟା ଦରକାର ୱାର୍ଲଡ ଜିଓଗ୍ରାଫିର ସେ ଜିନିଷଗୁଡ଼ା ଦେଖିବା। ତ ଯୋଉ ଜିନିଷ ଗୁଡ଼ା ସବୁ ଦରକାର ସେଇ ସବୁ ଜିନିଷ ଗୁଡ଼ାକ ଆମେ ଟିକେ ଦେଖିବା। ତ ଏଇସବୁ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଯେତେବେଳେ କହିବି ଜିଓଗ୍ରାଫିର ମାନେ ଆମକୁ କେମିତି ପ୍ରିପେୟାର କରିବା ପାଇଁ ପଡ଼ିବ ଏ ପୋର୍ସନଟାକୁ, ତ ପ୍ରଥମ କଥା ହେଲା ଯେ ୟୁ ସୁଡ୍ କ'ଣ ନା read some basic book like NCERTର ଦୁଇଟା ବୁକ୍ ଆମକୁ ପଢ଼ିବା ପାଇଁ ପଡ଼ିବ ମେନଲି, ଯେଉଁଗୁଡ଼ାକ ହେଉଛି ଏ ଫଣ୍ଡାମେଣ୍ଟାଲ ଏ ଟେକ୍ସଟ ବୁକ୍ ଅଫ୍ ଫିଜିକାଲ ଜିଓଗ୍ରାଫି, କିନ୍ତୁ ସରି ଫଣ୍ଡାମେଣ୍ଟାଲ୍ସ ଅଫ୍ ଫିଜିକାଲ ଜିଓଗ୍ରାଫି, ଆଉ ଗୋଟେ ହେଉଛି ଇଣ୍ଡିଆ ଫିଜିକାଲ ଏନଭାରନମେଣ୍ଟ। ଏଇ ଦୁଇଟା ବହି ଆମକୁ ପଢ଼ିବା ପାଇଁ ପଡ଼ିବ। ତେଣୁ ତୁମମାନଙ୍କ ପାଖରେ ଯାହାର ଏଇ ଦୁଇଟା ଯାକ ବହି ପାଖରେ ଅଛି ତ ଭଲ କଥା, ଯଦି ନାହିଁ ୟୁ ସୁଡ୍ ପରଚେସ୍। 40-50 ଟଙ୍କା ଲାଗି ଅଳ୍ପ ପଇସା, ତ ଏନସିଆରଟି ବହିଟା ତ ବେଶୀ ପଇସା ନୁହେଁ, କମ୍ ପଇସାରେ ପଡ଼ୁଛି। ତେଣୁ ସେଇ ବହି ଦୁଇଟା ବି ତୁମେ ଯଦି ଯାହା ପାଖରେ ନାହିଁ ୟୁ ସୁଡ୍ ପରଚେସ୍ ଫ୍ରମ୍ amazon.com, amazon.in କିମ୍ବା କୌଣସି ବୁକ୍ ଷ୍ଟୋରରୁ ଯାଇକି ବି, କିମ୍ବା ଫ୍ଲିପକାର୍ଟରୁ ବି ଯେଉଁଠି ମିଳୁଛି ହେଲା। ଅନଲାଇନରେ ଯଦି ପରଚେସ୍ କରିବ କହିବ, ନହେଲେ ଯେକୌଣସି ବୁକ୍ ଷ୍ଟୋରରେ ଯଦି ମିଳୁଛି ନେଇ ଆସିବ। କାରଣ ଏଗୁଡ଼ାକ ମୋଷ୍ଟ ଫଣ୍ଡାମେଣ୍ଟାଲ ବୁକ୍, ସେଗୁଡ଼ା ନିହାତି ଆମ ପାଖରେ ରହିବା ଦରକାର, ଫିଜିକାଲ କପିରେ ରହିବା ଦରକାର। ଆଜିକାଲି ପିଲା ଅନଲାଇନରେ ପଢ଼ୁଛନ୍ତି, ଠିକ୍ ଅଛି, ତ ପଢ଼ିପାରିବ, ଯେଉଁମାନେ ଅନଲାଇନରେ ପଢ଼ିବା କିଛି ପ୍ରୋବ୍ଲେମ୍ ହେଉନି, କି ଟ୍ୟାବଲେଟ୍ ଫାବଲେଟ୍ ଅଛି, କି ଆମାଜନ କିଣ୍ଡଲି ଏକା ୟୁଜ୍ କରୁଛୁ ଯଦି କିଏ, ଆଉ ସେଗୁଡ଼ା ଯଦି ଆଣିକି ରଖିକି ପାଖରେ ପଢ଼ିପାରିବ ଟ୍ୟାବଲେଟ୍ରେ, ତ କିଛି ଅସୁବିଧା ନାହିଁ ହେଲା। କାରଣ ଫୋନ୍ ସ୍କ୍ରିନ୍ ବହୁତ ଛୋଟ ହେଇଯାଉଛି, ଆଉ ଟ୍ୟାବଲେଟ୍ରେ ପଢ଼ୁଛ କି ଲ୍ୟାପଟପ୍ରେ କେଉଁମାନେ ପଢ଼ିବାର ଅଭ୍ୟାସ ଅଛି ପଢ଼େ, ଯଦି ଅଭ୍ୟାସ ନାହିଁ, ଏତେ ଭଲ ଲାଗୁନି ପଢ଼ିବା ପାଇଁ ଅନଲାଇନରେ ବା PDF ଇଏରେ, ତ ତୁମେ ଫିଜିକାଲ କପି ବି କିଣିକି ଆଣିକି ରଖିପାରିବ ପାଖରେ ହେଲା। କାରଣ କ'ଣ କି ଆମେ ପିଲାବେଳୁ ଫିଜିକାଲ କପିରେ ପଢ଼ି ଆସିଛନ୍ତି, ତ ଆଜିକାଲି ଛୁଆମାନେ ଜନ୍ମ ହେଉଛନ୍ତି ସେ ଟିକେ ଅନଲାଇନ୍ ତାର ପଢ଼ିବା ଅଭ୍ୟାସ ହେଲାଣି, ତ ଯେଉଁମାନେ ପୁରୁଣା ଷ୍ଟାଇଲରେ ଫିଜିକାଲ କପିରେ ପଢ଼ି ଆସିଛନ୍ତି ତାକୁ ଟିକେ ଅନଲାଇନ୍ ପଢ଼ିବାକୁ ପ୍ରୋବ୍ଲେମ୍ ହେଉଛି। ତ ସେଇଥିପାଇଁ ଯଦି ତୁମକୁ ଠିକ୍ ଲାଗୁଛି ତ ଠିକ୍, ନହେଲେ ଫିଜିକାଲ କପି ଆଣିକି ପାଖରେ ରଖିକି ପଢ଼ିବ। ତା ସହିତ ଆମକୁ ଆଉ ଗୋଟେ ବହିର, ଯେଉଁଟାକି ମୁଁ କହିଥିଲି ଗୋଚେନ୍ ଲିୟଙ୍ଗ ବହିର, ଜିସି ଲିୟଙ୍ଗ ବହି ଦରକାର ଗୋଟେ। ଜିସି ଲିୟଙ୍ଗ ବହିର ସବୁ ଚାପ୍ଟର ତ ଆମକୁ ଦରକାର ନାହିଁ, କାରଣ ଯେଉଁମାନଙ୍କର ଜିଓଗ୍ରାଫି ଅପସନାଲ ସେମାନେ ସବୁ ପଢ଼ିବେ, ବହୁତ ପଢ଼ିବେ। ଛବିନ୍ଦର ସିଂ ଏକା ପଢ଼ୁଛନ୍ତି, ଗୋଚେନ୍ ଲିୟଙ୍ଗର ସବୁ ଚାପ୍ଟର ପଢ଼ୁଛନ୍ତି, କାରଣ ତାଙ୍କୁ ଡିଟେଲ୍ସରେ ବହୁତ ଜିନିଷ ପଢ଼ିବା ପାଇଁ ପଡ଼ିବ। ଆମେ କ'ଣ କି ଆମେ ଏଠି ଜିଏସ୍ ପର୍ସପେକ୍ଟିଭ ପଢ଼ୁଛନ୍ତି ହେଲା, ଆମକୁ ବହୁତ ଡିଟେଲିଂ ଦରକାର ନାହିଁ। ଆମେ ଯେହେତୁ ଅପସନାଲ ନେଇନାହାନ୍ତି, ଆମକୁ ବହୁତ ମାନେ ଜିଓଗ୍ରାଫି ଅପସନାଲ ତ ନୁହେଁ ଆମର, ତେଣୁ ଯେହେତୁ ଆମର ଜିଓଗ୍ରାଫି ଅପସନାଲ ନାହିଁ, ତେଣୁ ଆମକୁ କ'ଣ କରିବା ନା ଜିଏସ୍ ପର୍ସପେକ୍ଟିଭରୁ କିଛିଟା ବେସିକ୍ ଜିନିଷ, କନସେପଚୁଆଲ ଜିନିଷ ଟିକେ ଟିକେ, ଯେଉଁଗୁଡ଼ାକ ପରୀକ୍ଷାରେ ଆସୁଛି ବିଭିନ୍ନ ଏକ୍ଜାମ ବିଭିନ୍ନ ବର୍ଷ ମାନଙ୍କରେ, ତ ସେଇ ଟାଇପ୍ର ଆମକୁ ପ୍ରିପେୟାର କରିବା ଅଛି ଜିଏସ୍ ପଏଣ୍ଟ ଅଫ୍ ଭ୍ୟୁରୁ ହେଲା। ତ ସେଥିପାଇଁ ଆମକୁ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ଅଛି ଜିସି ଲିୟଙ୍ଗ ବହିରେ, ଯେଉଁଟାକୁ ଆମକୁ ପଢ଼ିବାକୁ ପଡ଼ିବ। ସେଟା ହେଉଛି ଫାର୍ଷ୍ଟ ଚାପ୍ଟର, ଲାଟିଚ୍ୟୁଡ୍ ଆଉ ଲଙ୍ଗିଚ୍ୟୁଡ୍ ଚାପ୍ଟରଟା। ଏଠି ୟୁନିଭର୍ସ ବିଷୟରେ ବି ଦେଇଥିବ, ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ବିଷୟରେ ବି ଦେଇଥିବ, ଟାଇମ୍ ସ୍କେଲ୍ ବିଷୟରେ ବି ଦେଇଥିବ, ଡେଟ୍ ଲାଇନ୍ ବିଷୟରେ ବି ଦେଇଥିବ। ଏଇସବୁ ଜିନିଷର ବହୁତ ବେସିକ୍ ଜିନିଷ, ଏଇଟା ଆକ୍ଚୁଆଲି ୱାର୍ଲଡ ଜିଓଗ୍ରାଫି ଅଣ୍ଡରରେ ଆସୁଛି, କିନ୍ତୁ ସେଟାକୁ ଆମକୁ ସେଇ ଚାପ୍ଟରଟା ସେଇଥିରୁ କରିବା ପାଇଁ ପଡ଼ିବ, ବହୁତ ଭଲ ଭାବରେ କରିବା ପାଇଁ ପଡ଼ିବ। କାରଣ ପ୍ରତିବର୍ଷ କୋଶ୍ଚିନ୍ ସେଇ ଚାପ୍ଟରରୁ ଗୋଟେ କିମ୍ବା ଦୁଇଟା କୋଶ୍ଚିନ୍ ଆସୁଛି ପ୍ରତିବର୍ଷ, ବୁଝିହେଉଛି। କାରଣ ଦେଖ ଜିଓଗ୍ରାଫିରୁ ଯେମିତି ଆମର 100ଟା କୋଶ୍ଚିନ୍ ଅଛି, 7ଟା ସେକ୍ସନ ଅଛି, ତେଣୁ ସବୁ ସେକ୍ସନରୁ 14ଟା 15ଟା କୋଶ୍ଚିନ୍, 14ଟା 15ଟା କୋଶ୍ଚିନ୍ ସବୁ ସେକ୍ସନରୁ ଆସିବ। ସବୁ ସେକ୍ସନରୁ 14ଟା 15ଟା କୋଶ୍ଚିନ୍, 14ଟା 15ଟା କୋଶ୍ଚିନ୍ ସବୁ ସେକ୍ସନରୁ ଆସିବ।
ଯଦି 14ଟା 15ଟା କ୍ୱେଶ୍ଚିନ୍ ସବୁ ସେକ୍ସନରୁ ଆସୁଛି ତାହେଲେ କ'ଣ କରାଯିବ? 14ରୁ 14 15 କ୍ୱେଶ୍ଚିନ୍ 14 ପ୍ରଶ୍ନ କ୍ୱେଶ୍ଚିନ୍ ସବୁ ସେକ୍ସନରୁ ଆସିବ। ଆଉ ସବୁ ସେକ୍ସନରୁ ଆସିଲେ ତ ଜୋଗ୍ରାଫିରୁ ବି 15ଟା କ୍ୱେଶ୍ଚିନ୍ ଆସିବ, 14 15ଟା କ୍ୱେଶ୍ଚିନ୍ ଆସିବ। ତ ସେ ଅନୁସାରେ ଜୋଗ୍ରାଫି ତ ବହୁତ ଭାଷ୍ଟ ଏରିଆ ଅଛି, ସୋସିଆଲ ଜୋଗ୍ରାଫି, ଇକୋନୋମିକ ଜୋଗ୍ରାଫି, ଫିଜିକାଲ ଜୋଗ୍ରାଫି, ଇଣ୍ଡିଆର ପୁଣି ୱାର୍ଲଡର ତ ସବୁ ଅଛି। ତେଣୁ ସେ ଅନୁସାରେ ଆମକୁ କ'ଣ କରିବାକୁ ନା କୋଉ କ୍ୱେଶ୍ଚିନ୍ କୋଉଠି ଗୋଟେ ଅଧେ କ୍ୱେଶ୍ଚିନ୍ ଆସିବ ହେଲା, ତେଣୁ କହିବନି ଏଇଟା ଏତେ ପଢିଲୁ କାହିଁ କ୍ୱେଶ୍ଚିନ୍ ମାତ୍ର ଗୋଟେ ଆସିବ, ଏମିତି କିଛି କହିହବନି। ଟୋଟାଲ ଜୋଗ୍ରାଫିରୁ 14ଟା 15ଟା କ୍ୱେଶ୍ଚିନ୍ ଆସିବ, କୋଉ କ୍ୱେଶ୍ଚିନ୍ରୁ କେତେ କ୍ୱେଶ୍ଚିନ୍ ଆସିବ ହେଲା, ଏଥିରେ ବହୁତ ଗୁଡେ ଜିନିଷ ଅଛି। ତେଣୁ ମେନଲି ଯଦି ଆମେ ଜୋଗ୍ରାଫିକୁ ଦେଖିବା, ଦେଖ ଯଦି ଜୋଗ୍ରାଫିକୁ ଆମେ ମେନଲି ଦେଖିବା, ଦେଖ ସମସ୍ତଙ୍କୁ ତ କହିଥିଲି, ଆରେ ସମସ୍ତେ ଏକ୍ସଟ୍ରା କପି ବନେଇଛ ତ ଜୋଗ୍ରାଫି ପାଇଁ ଗୋଟେ? ଆଁ ଆଉ ଜୋଗ୍ରାଫି ଅଲଗା କପି ବନେଇଛ ତ? ହଁ ସାର୍। ଦେଖ ଜୋଗ୍ରାଫିର ମନେକର ଆମେ କରିବା ଦିସ୍ ଇଜ୍ ଫର ଆମେ ଜୋଗ୍ରାଫିର ପୁରା ଦେଖିବା, ଦିସ୍ ଇଜ୍ ଫିଜିକାଲ ଜୋଗ୍ରାଫି, ଦିସ୍ ଇଜ୍ ହ୍ୟୁମାନ ଜୋଗ୍ରାଫି ହେଲା, ଦିସ୍ ଇଜ୍ ଫିଜିକାଲ ଜୋଗ୍ରାଫି, ଏଟା ହଉଛି କ'ଣ ଫିଜିକାଲ ଜୋଗ୍ରାଫି, এটা হচ্ছে হিউম্যান জিওগ্রাফি। ଫିଜିକାଲ ଜିଓଗ୍ରାଫି એટલે ହ୍ୟୁମାନ ଜିଓଗ୍ରାଫି ହେଲା। ଏଇ ଯୋଉ ଇଣ୍ଟରସେକ୍ସନଟା ହଉଛି, ଯୋଉ ଇଣ୍ଟରସେକ୍ସନ ଏରିଆଟା, ଏଟା ହଉଛି ଏନଭାୟରନମେଣ୍ଟାଲ ଜିଓଗ୍ରାଫି, ବୋଥ କମନ ଟୁ ଫିଜିକାଲ ଆଣ୍ଡ ଏଟା ହଉଛି କ'ଣ ଏନଭାୟରନମେଣ୍ଟାଲ ଜିଓଗ୍ରାଫି। ଆଉ ଏଇ ଯୋଉ ହ୍ୟୁମାନ ଜିଓଗ୍ରାଫି ଅଣ୍ଡରରେ ଆସୁଛି କ'ଣ ସୋସିଆଲ ଜିଓଗ୍ରାଫି, ସୋସିଆଲ ଜିଓଗ୍ରାଫି, ଇକୋନୋମିକ ଜିଓଗ୍ରାଫି, ଆଉ ଏନଭାୟରନମେଣ୍ଟାଲ ଜିଓଗ୍ରାଫି ପାଇଁ ଆମ ସିଲାବସ୍ ଗୋଟେ ଏକ୍ସଟ୍ରା ସେକ୍ସନ ଅଛି ହେଲା, ଏନଭାୟରନମେଣ୍ଟାଲ ସେକ୍ସନ ଗୋଟେ ଅଛି, ଆଉ 7ଟା ସେକ୍ସନ ତା ଭିତରୁ ଏନଭାୟରନମେଣ୍ଟାଲ ସେକ୍ସନ ଗୋଟେ ଅଛି ହେଲା, ଏନଭାୟରନମେଣ୍ଟାଲ ସେକ୍ସନ କିଛି ଗୋଟେ ଅଛି। ତେଣୁ ଜିଓଗ୍ରାଫିର ଏଇ ଯୋଉ ଇଣ୍ଟରସେକ୍ସନ ଜୋନଟା, ଏଥିପାଇଁ ଆମକୁ କ'ଣ ଗୋଟେ ଅଲଗା ସେକ୍ସନ ଅଛି ଅଲରେଡି, ଏନଭାୟରନମେଣ୍ଟାଲ ସେକ୍ସନ, କ୍ଲାଇମେଟ ଚେଞ୍ଜ, ବାୟୋଡାଇଭର୍ସିଟି, ତା ପାଇଁ ଗୋଟେ ଅଲଗା ସେକ୍ସନ କ୍ରିଏଟ କରାଯାଇଛି। 7ଟା ସେକ୍ସନ ସେଇଟା ଗୋଟେ ସେକ୍ସନ। ତେଣୁ ତା ପାଇଁ ଏତେ ଇଏ ହବାର ଜିଓଗ୍ରାଫିର ମେନଲି ଆମ ଯୋଉ ଫିଜିକାଲ ଜିଓଗ୍ରାଫି ଏପଟ ପୋର୍ସନଟା, ଆଉ ହ୍ୟୁମାନ ଜିଓଗ୍ରାଫି ତ ଲେଖା ହେଇନି, ଲେଖା ହେଇଛି ସୋସିଆଲ ଆଣ୍ଡ ଇକୋନୋମିକ ଜିଓଗ୍ରାଫି। ତେଣୁ ହ୍ୟୁମାନ ଜିଓଗ୍ରାଫି ନ ଲେଖିକି ତା ଜାଗାରେ ସୋସିଆଲ ଆଣ୍ଡ ଇକୋନୋମିକ ଜିଓଗ୍ରାଫି ଲେଖିଛନ୍ତି। ଇଭେନ ବି ହ୍ୟୁମାନ ଜିଓଗ୍ରାଫିରେ ଆମର ଗୋଟେ ଏନସିଇଆରଟି ବହି ଅଛି, ହ୍ୟୁମାନ ଜିଓଗ୍ରାଫିର ଗୋଟେ ଏନସିଇଆରଟି ବହି ଅଛି, ପ୍ରତିବର୍ଷ ଗୋଟେ କ୍ୱେଶ୍ଚିନ୍ ପଡୁଛି ସେଥିରୁ, ବୁଝିପାରୁଛ? ତେଣୁ ତମମାନଙ୍କର ଆଗ ଏଇ ଯୋଉ ଦିଟା ଏନସିଇଆରଟି ବହି ତମକୁ କହିଲି, ସେଇ ଦିଟା ପଢି ସାରିଲା ପରେ ଯଦି ଟାଇମ ହବ ପୁଣି ଆକୁ ବି ପଢିଲେ ବେଟର। ଏ ଯୋଉ ହ୍ୟୁମାନ ଜିଓଗ୍ରାଫି ବହିଟା କହିଲି, ସେଇଟା କିଣି ନଥାଏ, ସେଟାକୁ ପିଡିଏଫ ରେ କିଣି ଦେଇଥାଉ, କାରଣ ସେଟା ଏତେ ଇମ୍ପୋର୍ଟାଣ୍ଟ ନୁହେଁ, ଆମକୁ ଗୋଟେ ଦେଖିବା ମଝିରେ ମଝିରେ। ହ୍ୟୁମାନ ଜିଓଗ୍ରାଫିର ଯୋଉ ଗୋଟେ ହ୍ୟୁମାନ ଜିଓଗ୍ରାଫିର ଗୋଟେ ବି ଅଛି ଏନସିଇଆରଟି ବହି। ତେଣୁ ଯଦି ହ୍ୟୁମାନ ଜିଓଗ୍ରାଫି ଏନସିଇଆରଟି ବହିଟା ପିଡିଏଫ ରେ ରଖିଦବ ପାଖରେ ହେଲା, ଯଦି କିଣି ଆଣିବ ଭଲ କଥା, ପାଖରେ ରଖିଥିବ ରଖିଥିବ, କିନ୍ତୁ ମେନଲି ଆମର ଏଇ ଦିଟା ଯୋଉ ଜିଓଗ୍ରାଫି ବହି ଦିଟା କହିଲି ସେଇ ଦିଟା ଦରକାର ହେଲା। ହ୍ୟୁମାନ ଜିଓଗ୍ରାଫି ଟୁ ସମ୍ ଏକ୍ସଟେଣ୍ଟ ଦରକାର ମଧ୍ୟ, ଯେ ତମେ ଷ୍ଟେଟ୍ ପିସିଏସ୍ ପାଇଁ କରୁଛନ୍ତି, କାରଣ ଆମେ ଯଦି ୟୁପିଏସସି ପାଇଁ ଯେତେବେଳେ କରିବା, ୟୁପିଏସସି ପାଇଁ ଆଉ ଟିକେ ଡିଟେଲିଂ ଦରକାର, ଆଉ ଟିକେ ଡେପ୍ଥ ଷ୍ଟଡି ଦରକାର ୟୁପିଏସସି ପାଇଁ, ଆଉ ଟିକେ ପୁଙ୍ଖାନ ଆନାଲିସିସ୍ ଆଉ ଟିକେ ଦରକାର ହେଲା। ତେଣୁ ଯେହେତୁ ଆମେ ଏଇଟା ଷ୍ଟେଟ୍ ପିସିଏସ୍ ପାଇଁ କରୁଛନ୍ତି ଓଡ଼ିଶା ପାଇଁ, ତ ସେଇଥିପାଇଁ ଆମକୁ ଏତିକି କଲେ ବି ହେଇଯିବ। ଆମକୁ ହ୍ୟୁମାନ ଜିଓଗ୍ରାଫି ବହି ଯଦି ନ କିଣିଲେ ବି ଚଳିବ, କିନ୍ତୁ ତାର ଜିନିଷ ଗୁଡ଼ାକ ମୁଁ ତମକୁ ନୋଟ୍ସରେ ଦେବି ହେଲା, ସେଗୁଡ଼ା ପଢ଼ିବାକୁ ପଡ଼ିବ ତମକୁ। ତା ସହିତ ଯଦି ତମେ ଚାହିଁବ ହ୍ୟୁମାନ ଜିଓଗ୍ରାଫିର ପିଡିଏଫ ତ ଫ୍ରିରେ ମିଳୁଛି ଅନଲାଇନରେ, ପିଡିଏଫ ଟାକୁ ଡାଉନଲୋଡ କରିକି ପାଖରେ ରଖିପାରିବ ହେଲା। ତେଣୁ ଏସବୁ ଜିନିଷ ଗଲା, କଥା ହେଲା ଯେ ଆମକୁ ଯେତେବେଳେ ଯୋଉ କୋଶ୍ଚିନ୍ ପଡିବ, ଆମ ଲୋକମାନଙ୍କର ବହୁତ ପିଲାଙ୍କର ଧାରଣା କ'ଣ, ମନେକର ଫିଜିକାଲ ଜିଓଗ୍ରାଫିରେ ଆମେ ପଢିବା ଇଣ୍ଡିଆର ଫିଜିଓଗ୍ରାଫି, ଜିଓମର୍ଫିକ ପ୍ରୋସେସେସ୍, ଜିଓଲୋଜିକାଲ ଫର୍ମେସନ୍ସ, ମାନେ ଜିଓଲୋଜିକାଲ ଫର୍ମେସନରେ ସଏଲ ହେଲା, ରକ୍ ହେଲା, ବିଭିନ୍ନ ରକ୍ ଟାଇପ ବିଷୟରେ ପଢିବା, ସଏଲ ଟାଇପରେ ପଢିବା। ଆଉ ଫିଜିଓଗ୍ରାଫିରେ ମାଉଣ୍ଟେନ ରେଞ୍ଜ ବିଷୟରେ, ବିଭିନ୍ନ ଇଏ ବିଷୟରେ ପଢିବା, ଡ୍ରେନେଜ ସିଷ୍ଟମ ବିଷୟରେ ପଢିବା, ବିଭିନ୍ନ ରିଭର ସିଷ୍ଟମ ବିଷୟରେ, କୋଉଠି କ'ଣ ପ୍ରୋଜେକ୍ଟ ହେଇଛି, କ'ଣ କାହାର କୋଉଟା ଟ୍ରିବ୍ୟୁଟାରୀ ନଦୀ, କୋଉଟା କୋଉଟା ଟ୍ରିବ୍ୟୁଟାରୀ ନଦୀ, ଟ୍ରିବ୍ୟୁଟାରୀ ମାନେ କ'ଣ ଉପନଦୀ, ଟ୍ରିବ୍ୟୁଟାରୀ ମାନେ କ'ଣ ଶାଖା ନଦୀ, ଟ୍ରିବ୍ୟୁଟାରୀ ଗୁଡାକ କ'ଣ, କୋଉଠି କୋଉ ପ୍ରୋଜେକ୍ଟ ବନା ହେଇଛି, କୋଉଠି ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ବନା ହେଇଛି, କୋଉଠି ଡ୍ୟାମ ବନା ହେଇଛି, କୋଉଠି କ'ଣ ୱାଟର ଷ୍ଟୋରେଜ କରାହେଇଛି,
ତ ଗୁଡ଼ାଏ ଜିନିଷ ଏମିତି ଡ୍ରେନେଜ ସିଷ୍ଟମ ରିଲେଟେଡ୍ ବି ସବୁବେଳେ ପରୀକ୍ଷାରେ ଆସୁଛି। ତାପରେ କ୍ଲାଇମେଟ ରିଲେଟେଡ୍ ଆମେ ଜିନିଷ ପଢିବା, ଆମର ଯେମିତି ଇଣ୍ଡିଆର ହଉଛି କୋଉ କ୍ଲାଇମେଟ, ଆମର ମନସୁନ କ୍ଲାଇମେଟଟା ତା ବିଷୟରେ ପୁଣି ତ ଏମିତି ଗୁଡ଼ାଏ ଜିନିଷ ଅଛି। ତାପରେ ସଏଲ ବିଷୟରେ ପଢିବା, ୱେଦର ବିଷୟରେ ପଢିବା, ଓସନ ବିଷୟରେ, ତାପରେ ଯେତେବେଳେ ଆମେ ୱାର୍ଲଡ ଜିଓଗ୍ରାଫିକୁ ଯିବା, ୱାର୍ଲଡ ଜିଓଗ୍ରାଫିରେ ସେମିତି ବହୁତ କଥା ଅଛି। ସୋଲାର ସିଷ୍ଟମଠୁ ଆରମ୍ଭ କରିକି ଲାଟିଚ୍ୟୁଡ ଲଙ୍ଗିଚ୍ୟୁଡର କନସେପ୍ଟ ଆରମ୍ଭ କରିକି ଡେଟ୍ ଲାଇନ୍, ତାପରେ ଇଣ୍ଟରନ୍ୟାସନାଲ ଟାଇମ ଜୋନ୍, ବିଭିନ୍ନ ଜୋନ୍ ଟାଇମ ଜୋନ୍ ଅଛି ତା ବିଷୟରେ। ତାପରେ ଆମର ପୁଣି କଣ ସେଥିରେ ପୁଣି ସେ ଫିଜିକାଲ ୱାର୍ଲଡର ରିଭର ସିଷ୍ଟମ ବିଷୟରେ, ୱାର୍ଲଡର ମାଉଣ୍ଟେନ ରେଞ୍ଜ ମାନଙ୍କ ବିଷୟରେ, ୱାର୍ଲଡର ଓସନ ବିଷୟରେ। ଆମର ଏଥିରେ ସବୁ ଆମର ଯୋଉ ଓସନ ଅଛି, ଆମର କେତେଟା ଓସନ ଅଛି କିରେ? ଓସନ କେତେଟା ଆମର କଣ ମ ଆଁ ପାଞ୍ଚଟି ସାର୍। ତେଣୁ ଓସନ ମାନଙ୍କ ବିଷୟରେ, ପାଞ୍ଚଟି। ଓସନ ମାନଙ୍କ ବିଷୟରେ ପାସିଫିକ ଓସନ ହେଲା, ଆଟଲାଣ୍ଟିକ ଓସନ ହେଲା, ହେଲା କି ଆମର ଆଣ୍ଟାର୍କଟିକ ହେଲା, କିମ୍ବା ସାଉଥ ଓସନ ହେଲା, ନର୍ଥ ଓସନ ହେଲା, ଏଗୁଡା ସବୁ, କିମ୍ବା ଆମର କଣ ଇଣ୍ଡିଆନ ଓସନ ହେଲା, ଏଗୁଡା ସବୁ ଗୁଡାକ ଆମେ ଦେଖିବା। ରିଲେଟେଡ ଜିନିଷ ହେଲା। ତାପରେ ପୁଣି ସବୁ ଯୋଉ ଯୋଉ ସବୁ ଅଛି ଆମର କଣ ଓସନ କରେଣ୍ଟ ହେଲା, ତାପରେ ଜିଓମର୍ଫିକ ପ୍ରୋସେସେସ ହେଲା, ଏଗୁଡାକ ସବୁ ୱାର୍ଲଡ ଜିଓଗ୍ରାଫି। ଆଉ ବିଭିନ୍ନ ବହୁତ ଗୁଡା ଜିନିଷ ତମକୁ ଯୋଉ ଫଣ୍ଡାମେଣ୍ଟାଲସ ଅଫ ଫିଜିକାଲ ଜିଓଗ୍ରାଫି ଯୋଉ ବହିଟା ଅଛି ସେଥିରୁ ତମକୁ ମିଳିଯିବ। ଆଟମୋସ୍ଫିୟର ବିଷୟରେ ହେଲା, ଓସନ ବିଷୟରେ ହେଲା, ଓସନ କରେଣ୍ଟ ବିଷୟରେ ହେଲା, କ୍ଲାଇମେଟ, ଗୁଡାଏ ଜିନିଷ ସେଥିରୁ ଆମକୁ ମିଳିଯିବ। ୱାର୍ଲଡ କ୍ଲାଇମେଟ ସିଷ୍ଟମ କୋଉ ଭଳିଆ, ତାପରେ ୱାର୍ଲଡର ଭେଜିଟେସନ ସିଷ୍ଟମ କୋଉ ଭଳିଆ, ଆମର ଇଣ୍ଡିଆର ୱାର୍ଲଡର ବି ସବୁ ଅଛି। ତେଣୁ ଏତେ ସବୁ ଜିନିଷ ଆମକୁ ପଢିବାକୁ ହେଲେ ତ ଆମକୁ କଣ କରିବା, ତା ଖାଲି ଜିଓଗ୍ରାଫି ମାନେ ନୁହଁ ଯେ ଖାଲି ଦେଖ ଇଏ ହେଲା ଫିଜିକାଲ ଜିଓଗ୍ରାଫି, ପୁଣି ଆମେ ସେଥିରେ ସୋସିଆଲ ଜିଓଗ୍ରାଫି ଅଛି। ସୋସିଆଲ ଜିଓଗ୍ରାଫିରେ ପପୁଲେସନ, ହ୍ୟୁମାନ ରେସେସ, ହ୍ୟୁମାନ ସେଟଲମେଣ୍ଟ ଉପରେ, ହ୍ୟୁମାନ ଡେମୋଗ୍ରାଫି ଉପରେ, ଇଣ୍ଡିଆର ବି ୱାର୍ଲଡର ବି, ବୁଝିହଉଛି। ତାପରେ ବିଭିନ୍ନ ଲାଙ୍ଗୁଏଜ ସିଷ୍ଟମ, ଇଣ୍ଡିଆର ବି ୱାର୍ଲଡରେ ବି, ମନେକର ଇକୋନୋମିକ ଜିଓଗ୍ରାଫିରେ ବିଭିନ୍ନ ସେଟଲମେଣ୍ଟ ହେଲା, ଏଗ୍ରିକଲଚର ହେଲା, ପ୍ରାଇମେରୀ ଆକ୍ଟିଭିଟିଜ ଯାହା ଗୁଡ଼ା ରହୁଛି ସେଗୁଡ଼ା ସବୁ ହେଲା, ଇଣ୍ଡଷ୍ଟ୍ରିଜ ହେଲା, ବିଭିନ୍ନ ଲାଇଫ ଷ୍ଟକ୍ ଭିତରେ ବି ହେଲା, ବୁଝିହଉଛି। ତ ଗୁଡାଏ ଜିନିଷ ଏମିତି ଅଛି ଆମକୁ ଯୋଉଥିରେ କି କଣ ଆମକୁ ଦରକାର, ମାନେ ଇକୋନୋମିକ ଜିଓଗ୍ରାଫି ବି ଦରକାର। ଇଣ୍ଡଷ୍ଟ୍ରି ହେଲା, ରୋଡ କନେକ୍ସନ ହେଲା, ରେଲୱେଜ ହେଲା, ରୋଡ ମାନେ କମ୍ୟୁନିକେସନ ସିଷ୍ଟମ ଯୋଉଟା, ରୋଡ ମାନେ ଫିଜିକାଲ କମ୍ୟୁନିକେସନ, ରୋଡ କମ୍ୟୁନିକେସନ, ରେଲୱେ କମ୍ୟୁନିକେସନ, ଇଏ ତାପରେ ଏୟାର କନେକ୍ଟିଭିଟି କେମିତି ଅଛି, ଆମର ଏୟାରପୋର୍ଟ ଫେୟାରପୋର୍ଟ କେମିତି ସବୁ ଅଛି। ତାପରେ ଆମର ୱାଟର କନେକ୍ଟିଭିଟି କେମିତି ଅଛି, ୱାଟର ୱେଜ୍, ନ୍ୟାସନାଲ ୱାଟର ୱେ, ଏଗୁଡ଼ା ସବୁ ଅଛି ତା ବିଷୟରେ ବି ହେଲା। ତା ସହିତ ଆମର ଆଉ କଣ କଣ ଅଛି କିରେ, ତା ସହିତ ମନେକର ଆମର ତାପରେ ମିନେରାଲ ରିସୋର୍ସେସ ହେଲା, ପାୱାର ରିସୋର୍ସେସ ହେଲା, ଅର୍ବାନାଇଜେସନ ହେଲା, ଟ୍ରାନ୍ସପୋର୍ଟ ସିଷ୍ଟମ ଯାହା ସବୁ କହିଲି, ଏଗୁଡ଼ା ସବୁ ଆମର କଣ ଇକୋନୋମିକ ଜିଓଗ୍ରାଫିରେ ଆସୁଛି। ତେଣୁ ଇଣ୍ଡିଆର ବି ୱାର୍ଲଡର ବି ଆମକୁ ଦରକାର। ତେଣୁ ଯଦି ଦେଖିବା ଏରିଆଟା ବହୁତ ଭାଷ୍ଟ ଅଛି। ଆଉ ତାପରେ ପୁଣି ଏନଭାରମେଣ୍ଟାଲ ଜିଓଗ୍ରାଫି ଯୋଉଟା କହିଲି, ଯୋଉଥିରେ ଆମେ କ୍ଲାଇମେଟ ଚେଞ୍ଜ ବିଷୟରେ, ଇକୋଲୋଜି ବିଷୟରେ, ଇକୋସିଷ୍ଟମ ବିଷୟରେ, ବିଭିନ୍ନ ପ୍ରକାର ପଲ୍ୟୁସନ ବିଷୟରେ, ଏନଭାରମେଣ୍ଟାଲ ପଲ୍ୟୁସନ ଇଜ ଭେରି ଇମ୍ପୋର୍ଟାଣ୍ଟ ଚାପ୍ଟର। ପ୍ରତି ବର୍ଷ ଦି ତିନିଟା କ୍ୱେଶ୍ଚିନ୍ ଆସୁଛି ପ୍ରିଲିମରେ, ଏନଭାରମେଣ୍ଟାଲ ପଲ୍ୟୁସନ ଉପରେ କ୍ୱେଶ୍ଚିନ୍ ଆସୁଛି। ଏସବୁ ଜିନିଷ ଏଗୁଡ଼ା କିନ୍ତୁ ଏଇ ସେକ୍ସନ ଆମେ ଜିଓଗ୍ରାଫିରେ ନ ପଢିକି ଏଇ ସେକ୍ସନ ପାଇଁ ଆମର ଯୋଉ ଅଲଗା ଗୋଟେ ସେକ୍ସନ ଅଛି ଏନଭାରମେଣ୍ଟାଲ, ମାନେ ଜେନେରାଲ ଅଣ୍ଡରଷ୍ଟାଣ୍ଡିଂ ଅଫ ଏନଭାରମେଣ୍ଟାଲ ଇକୋଲୋଜି, ବାୟୋଡାଇଭର୍ସିଟି ଆଣ୍ଡ କ୍ଲାଇମେଟ ଚେଞ୍ଜ ଗୋଟେ ସେକ୍ସନ ଅଛି ଆମର। ସେଇ ସେକ୍ସନ ଅଣ୍ଡରରେ ଆମେ ଏଗୁଡ଼ା ସବୁଗୁଡ଼ା ଦେଖିବା। ତା ପାଇଁ ବେଶୀ ବ୍ୟସ୍ତ ହବା ଦରକାର ନାହିଁ ହେଲା। ତାପରେ ଅଲଗା ସେକ୍ସନ କରିବା, କିନ୍ତୁ ଆମର ଯୋଉ ମେନ୍ ସେକ୍ସନ ଜିଓଗ୍ରାଫିର, ଫିଜିକାଲ ଜିଓଗ୍ରାଫି, ସୋସିଆଲ ଜିଓଗ୍ରାଫି, ଇକୋନୋମିକ ଜିଓଗ୍ରାଫି ଅଫ ଇଣ୍ଡିଆ ଆଣ୍ଡ ୱାର୍ଲଡ, ତ ମେନଲି ଆମେ ଇଣ୍ଡିଆଟା ଭଲରେ ଦେଖିବା, ୱାର୍ଲଡର କିଛି କିଛି ପୋର୍ସନ୍ସ ଦେଖିବା। କାରଣ ନହେଲେ ଜିଓଗ୍ରାଫି ବହୁତ ଭାଷ୍ଟ ଅଛି, ସବୁ ଜିନିଷକୁ ଆମେ କଭର କରିବା ପାଇଁ ଆବଶ୍ୟକତା ନାହିଁ ଯଦି ଆମର ଅପସନାଲ ନାହିଁ ଜିଓଗ୍ରାଫି, ବୁଝିଛି। ଆମେ କେବଳ ଜିଏସ୍ ପର୍ସପେକ୍ଟିଭରେ ଜିଓଗ୍ରାଫି ପଢୁଛନ୍ତି, ତେଣୁ ସେଇଥିପାଇଁ ଗୁଡ଼ାଏ ଜିନିଷ ଅଛି, ତେଣୁ ସେ ଅନୁସାରେ ଦେଖିବା ପାଇଁ ପଡିବ। ଆଉ ଗୋଟେ କଥା ହଉଛି କଣ ନା, ଜିଓଗ୍ରାଫିରେ ପଢିବା ପାଇଁ ତମ ପାଖରେ ସବୁବେଳେ ମ୍ୟାପ୍ ଥିବା ଦରକାର, କିମ୍ବା ଯୋଉମାନଙ୍କ ଘରେ ଗ୍ଲୋବ ଅଛି ବା ମ୍ୟାପ୍ ଅଛି ଭଲ କଥା, ଯଦି ନାହିଁ ଗୋଟେ ଆଟଲାସଟେ କିଣି ଆଣ। ଆଟଲାସ ମିଳୁଛି କିନ୍ତୁ 20 ଆମାଜନରେ ମିଳିଯିବ। ଆଟଲାସ ଓରିଏଣ୍ଟାଲ ସ୍ୱାନ ଆଟଲାସ ଭଲ, ନହେଲେ ଅକ୍ସଫୋର୍ଡର ବି, ଅକ୍ସଫୋର୍ଡ ଆଣ, ଓରିଏଣ୍ଟାଲ ସ୍ୱାନ ଆଣ, ଓରିଏଣ୍ଟାଲ ସ୍ୱାନଟା ଭଲ ପଡ଼ିବ। ଯଦି ବି ନାହିଁ, ଯେତେବେଳେ ପଢିବ ଗୁଗଲ ଇମେଜରେ ଲ୍ୟାପଟପ୍ ଅନ୍ କରିକି ପଢିବ। କାରଣ ସବୁବେଳେ କଣ କି ଆମେ ଲ୍ୟାପଟପଟା କେତେ ଅନ୍ କରିବା, କେତେ ମନେକର ବହି ପଢୁଛନ୍ତି, ଲ୍ୟାପଟପଟା ଅନ୍ କରିନାହାନ୍ତି, ତେଣୁ ପାଖରେ ଗୋଟେ ଆଟଲାସଟେ ଥିଲେ ଦେଖିଦବା ସାଙ୍ଗେ ସାଙ୍ଗେ କଣ ଦେଖିବା। ଆଉ ନହେଲେ ନାହିଁ ସାଙ୍ଗେ ସାଙ୍ଗେ ଗୁଗଲରେ ଗୁଗଲ ଇମେଜ ମାରିକି ସେଟା ଦେଖିବ, ଯାହା ପଢୁ ସେଟା କୋଉଠି। କାରଣ ଯାହା ଆମେ ପଢିବା, ଯେମିତି ଆମର ଦେଖିବ ସାଇନ୍ସରେ, ଆମେ ସାଇନ୍ସରେ ଏକ୍ସପେରିମେଣ୍ଟ ଇଜ ଭେରି ଇମ୍ପୋର୍ଟାଣ୍ଟ। ଆମ ଇଣ୍ଡିଆରେ ଆମର ଏକ୍ସପେରିମେଣ୍ଟକୁ ବେଶୀ ତବଜ ଦିଆ ହଉନି, ସେଥିପାଇଁ ଇଣ୍ଡିଆନ ଷ୍ଟୁଡେଣ୍ଟସ ମାନଙ୍କର ଏତେ ଭଲ ସାଇଣ୍ଟିଫିକ ନଲେଜ ରହୁନି, ମାନେ ସାଇଣ୍ଟିଫିକ ଆନାଲିଟିକାଲ ଏତେ ଭଲ ଆନାଲିସିସ୍ ଭଲ ରହୁନି।
ଆମେ କ'ଣ କି ସବୁ ଜିନିଷଟାକୁ ଆମେ ଥିଓରିଟିକାଲ ପର୍ସପେକ୍ଟିଭରେ କେବଳ ମନେ ରଖିଲା ଭଳିଆ ପଢୁଛୁ। ପରୀକ୍ଷା ଲେଖିବା ପାଇଁ ଇକ୍ୱେସନ ମନେ ରଖିକି ଜିନିଷଟାକୁ ଆମେ ଫିଲ୍ କରିବାକୁ ଜିନିଷ ତ ସବୁ ଅଛି ବଟ୍ ଲାଇଟଲି ନିଆହଉଛି। ସାଇନ୍ସରେ ଦେଖିବ ଏକ୍ସପେରିମେଣ୍ଟ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ଯାହା କରିବ ତାକୁ ଏକ୍ସପେରିମେଣ୍ଟ କରିକି ଦେଖିବାର ଅଛି। ଆମେ ପିଲାବେଳେ ଛୁଆବେଳେ ସ୍କୁଲରେ ପଢିଲା ବେଳେ ସଲ୍ଟ ପାଣିଟା ଇଲେକ୍ଟ୍ରିସିଟିର କଣ୍ଡକ୍ଟର, ସେଥିପାଇଁ ବି ଏକ୍ସପେରିମେଣ୍ଟ ହଉଥିଲା। ଆରେ ସଲ୍ଟ ୱାଟର ଇଜ ଦ କଣ୍ଡକ୍ଟର ଅଫ୍ ଇଲେକ୍ଟ୍ରିସିଟି। ତା ପାଇଁ ଦେଖିବ କ୍ଲାସରେ ପ୍ରପର ଯେ ଟିଚର ସେ ସମୟରେ ସାଇନ୍ସ ଟିଚର ଥିଲେ ଏକ୍ସପେରିମେଣ୍ଟ କରିକି ଦେଖଉଥିଲେ। ଦେଖ ପିଓର ୱାଟର ନେଲେ ଇଲେକ୍ଟ୍ରିସିଟି ପ୍ରବାହିତ ହଉନି, ସେଥିରେ ଲୁଣ ଟିକେ ପକେଇଦେଲା ମାନେ ଇଲେକ୍ଟ୍ରିସିଟି ବଲ୍ ଜଳୁଛି। ଦେଖାଉଥିଲା ନା, ତାପରେ ଜଣା ପଡୁଛି ସଲ୍ଟ ୱାଟର ଇଜ ଦ କଣ୍ଡକ୍ଟର ଅଫ୍ ଇଲେକ୍ଟ୍ରିସିଟି। ତ ଏଇଭଳିଆ ଗୋଟେ କଲା ମାନେ ସେଇଟା ଆମେ ସେତେବେଳେ ବି ଦେଖିଥିଲୁ, ଆଜି ପର୍ଯ୍ୟନ୍ତ ମନେ ଅଛି। କାରଣ ଛୋଟ ଛୁଆ ବେଳେ ଆମେ ପଢୁଛନ୍ତି ବା ଜିନିଷ ଯାହା ଦେଖୁଛନ୍ତି, ଯୋଉ କନସେପ୍ଟଟା ସେତେବେଳେ ବିଲ୍ଡ ହେଇଯାଉଛି ନା, ସେଇ କନସେପ୍ଟଟା ସାରା ଜୀବନ ପାଇଁ ରହିଯିବ। ଆଉ ଯାହାର ସେଇଠୁ କନସେପ୍ଟ ୱିକ୍ ହେଇଛି, ଦେଖେ ବହୁତ ପିଲାଙ୍କର ଭଲ ପରଫରମାନ୍ସ ହଉନି ଆଗକୁ ଯାଇକି, ବିକଜ ତାଙ୍କ ଛୋଟ ଛୁଆ ବେଳୁ ମୂଳଟା ଫାଉଣ୍ଡେସନଟା ଖରାପ ହେଇଯାଇଛି। ସ୍କୁଲ ଲେବୁଲରୁ ପଢିଲା ବେଳକୁ ଫାଉଣ୍ଡେସନ ଖରାପ, ଆଉ ସେଇ ପିଲା ଆଗକୁ ଯାଇକି ତାଙ୍କୁ ଲାଗୁଛି ବୋଧେ ତାଙ୍କର ଭଲ ନଲେଜ ନାହିଁ, ତାଙ୍କୁ ଭଲ ଇଏ ହଉନି ବୋଧେ, ତାଙ୍କର ଭଲ ପାଠ ହଉନି ବୋଧେ। ସେଇଟା ଫାଲତୁ ଜିନିଷ। ନଲେଜ କାହାର କମ ବେଶୀ ନଥାଏ। କଥା ହେଲା ଛୋଟ ଛୁଆ ବେଳୁ କେମିତି ପ୍ରୋସେସିଂ ହେଇଛି ଆମର। ଆମେ ସ୍କୁଲର ଷ୍ଟାର୍ଟ କ୍ଲାସ୍ 1ରୁ ବା ନର୍ସରୀରୁ ପଢିଛନ୍ତି, ସେତେବେଳେ ଆମେ ଜିନିଷ କେମିତି ଦେଖିଛନ୍ତି। ଆଜିକାଲି ଦେଖିବ ନର୍ସରୀରୁ ଛୁଆମାନଙ୍କୁ ବହୁତ ବଢିଆ କିନି କରାହଉଛି, ତାଙ୍କ କନସେପ୍ଟକୁ ପୁରା ବହୁତ ଷ୍ଟ୍ରଙ୍ଗ କରିକି ଫାଉଣ୍ଡ ବନାହଉଛି। ସେଇ ପିଲା ଯେ ଆଗକୁ ଯିବେ ନା, ତାଙ୍କର ବହୁତ ଜିନିଷ କ୍ଲାରିଟି ଆସିବ, ଜିନିଷ ତାଙ୍କ ଇଜି ହବ, ଜିନିଷକୁ ଆନାଲିସିସ୍ କରିବାର ପଢିବାର ପର୍ସପେକ୍ଟିଭ ତାଙ୍କର ଅଲଗା ଟାଇପର ଥିବ, ଯୋଉଟା କି ଆମମାନଙ୍କ କେସରେ ବହୁତ ପିଲାଙ୍କ କେସରେ ଲ୍ୟାକ୍ କରୁଛି। କାରଣ ପିଲାବେଳୁ ବହୁତ ଲିବରାଲ ହେଇକି ପଢା ହେଇନି କିଛି, ଆଉ ବର୍ତ୍ତମାନ ଆମେ ବାଉଳି ହଉଛନ୍ତି ତ ବହୁତ ଆମକୁ କଷ୍ଟ ହଉଛି ସେଥିପାଇଁ। ବୁଝିପାରୁଛ ନା ନାଇଁ? ଏଇସବୁ ଜିନିଷ ଗୁଡାକ ପାଇଁ। ତେଣୁ ଆର କହିବାର ଉଦ୍ଦେଶ୍ୟ ହେଲା ମୋର, କାରଣ ସାଇନ୍ସକୁ ଆମେ ଯେତେବେଳେ ଥ୍ରୁ ଏକ୍ସପେରିମେଣ୍ଟ ପଢୁଛନ୍ତି ତ ବୁଝି ବୁଝି କୌଣସି ଜିନିଷ ମନେକର ଆମେ ମନେକର ଫିଜିକାଲ କେମିଷ୍ଟ୍ରିରେ ଦେଖିବ, ଯେତେବେଳେ କେମିଷ୍ଟ୍ରିରେ ପଢା ହଉଥିଲା କୌଣସି କେମିକାଲ କାହା ସହିତ ରିଆକ୍ଟ କଲା, କୋଉ ପ୍ରକାର କଲର ଫର୍ମେସନ କରୁଛି, କାରଣ ଯୋଉ ନୂଆ କମ୍ପାଉଣ୍ଡଟା ତିଆରି ହବ ତାର କଲର କୋଉ ଭଳିଆ କେମିତି କଣ, ତ ରିଆକ୍ସନ କୋଉ ଭଳିଆ ହଉଛି, ଏକ୍ସୋଥର୍ମିକ ଆଣ୍ଡୋଥର୍ମିକ ବିଭିନ୍ନ ପ୍ରକାର କେମିଷ୍ଟ୍ରି କଲା ବି ତ ଲାବୋରେଟୋରୀରେ ଦେଖା ହୁଏ। ଆଜିକାଲି ଇଣ୍ଡିଆରେ ପଢଉନାହାନ୍ତି, ବହୁତ ଜାଗାରେ ପଢଉନାହାନ୍ତି, ଖାଲି କହି ଦଉଛନ୍ତି, କିନ୍ତୁ ଜିନିଷଟା ଦେଖିବା ଦରକାର। ଦେଖିଲେ କଣ କି ତମର ଆଚ୍ଛା 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 ଏଇଟା ରେଡ କଲର ହେଲା, ଏଇଟା କ୍ରିମସନ ଭାଓଲେଟ ହେଲା, ଏଇଟା ଭାଓଲେଟ କଲର ହେଲା, ଆଚ୍ଛା ଏଇଟା ବ୍ଲଡ ରେଡ କଲର ଆସିଲା। ତ ଜିନିଷ ଦେଖିଲେ କଣ କି ଅଣ୍ଡରଷ୍ଟାଣ୍ଡିଂ ଉପରେ ଟିକେ ଇମ୍ପାକ୍ଟ ପଡିବ ଆମର। ସିଙ୍ଗ ଇଜ ବିଲିଭିଂ ତ ବହୁତ ଇମ୍ପାକ୍ଟ ହବ। ବୁଝିପାରୁଛ ନା ନାଇଁ? ଆମର ଯୋଉ ଅଣ୍ଡରଷ୍ଟାଣ୍ଡିଂର କ୍ଲାରିଟିଟା ସେତେ ଆସିବ। ତ ସିମିଲାରଲି ଯେତେବେଳେ ଆମେ ଯେମିତି ସାଇନ୍ସକୁ ଆମେ ପଢିଲା ବେଳେ ଆମକୁ ଏକ୍ସପେରିମେଣ୍ଟ ଦରକାର, ଆମେ ଭିଜୁଆଲାଇଜ କରିପାରିବାନି। ବୁଝିପାରୁଛ ନା? ମନେକର ଆମେ ଯେତେବେଳେ ନ୍ୟୁଟନ୍ସ ଲ ପଢୁଛନ୍ତି, ନ୍ୟୁଟନ୍ସ ଲରେ କଣ କୁହାହଉଛି ଯେ ଯଦି ମନେକର ଗୋଟେ ଏକ୍ସଟର୍ନାଲ ବଡି ଏକ୍ସଟର୍ନାଲ ଫୋର୍ସ ଆପ୍ଲାଏ ହେଇନି, ଏକ୍ସଟର୍ନାଲ ଫୋର୍ସ ଆପ୍ଲାଏ ହେଇନି, ତାହେଲେ ସ୍ଥିର ଥିବା ବସ୍ତୁଟି ସ୍ଥିର ରହିବ, ଆଉ ୟୁନିଫର୍ମ ଗତିରେ ମୁଭ୍ କରୁଥିବା ବସ୍ତୁଟି ୟୁନିଫର୍ମ ଗତିରେ ବି ମୁଭ୍ କରିବ। ତ ମନେକର ମନେକର ଆମେ କହିବା ତାହେଲେ ଏକ୍ସଟର୍ନାଲ, ମନେକର ଏମିତି ଗୋଟେ ବଡି ରଖାଯାଉ, ଫୋନଟା ମନେକର ଆମର ଏମିତି ବଡି ଅଛି, ଏପଟେ ଗୋଟେ ଫୋର୍ସ ଆପ୍ଲାଏ ହେଲା, ଏପଟେ ଗୋଟେ ଫୋର୍ସ ଏମିତି ଦିପଟ ସାଇଡ୍ ଆପ୍ଲାଏ ହେଲା। ତ କହିବ ସାର୍ ଏଇଟା କାହିଁକି ମୁଭ୍ କରୁନି, ଦିପଟ ସାଇଡ୍ ଫୋର୍ସ ଆପ୍ଲାଏ ହଉଛି କି ନା ମୁଭ୍ କାହିଁ କରୁନି? କାରଣ ଏଠି ନେଟ୍ ଏକ୍ସଟର୍ନାଲ ଫୋର୍ସ ଜିରୋ। ଇଏ ଗୋଟେ ପଟ ସାଇଡରେ ଯେତିକି ଫୋର୍ସ ମୁଁ ଏପଟ ହାତରେ ଆପ୍ଲାଏ କଲି, ଆର ପଟ ହାତରେ ସେତିକି ବି ଫୋର୍ସ ଅପୋଜିଟ୍ ଡିରେକ୍ସନରେ ଆପ୍ଲାଏ କଲି। ତେଣୁ ଦିଟାଙ୍କ ଫୋର୍ସ ପରସ୍ପରକୁ ନଲିଫାଇ କରିଦଉଛି। ଯେହେତୁ ଅପୋଜିଟ୍ ଡିରେକ୍ସନରେ ଅଛନ୍ତି, ତେଣୁ ପରସ୍ପରକୁ ନଲିଫାଇ କରିଦଉଛନ୍ତି। ତେଣୁ ବଡି ସେଇ ରେଷ୍ଟକୁ ସେଇ ରେଷ୍ଟରେ ରହିଛି, ମୁଭ୍ କରୁନି। ଯଦି ମନେକର ଏଇପଟେ ଯଦି ଦିଟାଙ୍କ ଫୋର୍ସ ରଖିଛି, ମୁଁ ଗୋଟେ ପଟେ ଅଧିକା ଫୋର୍ସ ଆପ୍ଲାଏ କରିବି, ମନେକର ଗଲେ ତ ଏଇ ଡିରେକ୍ସନରେ ମୁଭ୍ କରି ଚାଲିବ, କି ଏପଟେ ଗଲେ ଏପଟେ ଏମିତି ମୁଭ୍ କରି ଚାଲିବ। ତେଣୁ କହିବାର ଉଦ୍ଦେଶ୍ୟ ହେଲା ଗୋଟେ ନେଟ୍ ଏକ୍ସଟର୍ନାଲ ଫୋର୍ସ ତାଙ୍କ ଦ୍ୱାରା, ଖାଲି ଏକ୍ସଟର୍ନାଲ ଫୋର୍ସ ନୁହଁ, ନେଟ୍ ଏକ୍ସଟର୍ନାଲ ଫୋର୍ସ ଯଦି ଆପ୍ଲାଏ ହେଲା, ତାମାନେ ଗୋଟେ ପର୍ଟିକୁଲାର ଡିରେକ୍ସନରେ ନେଟ୍ ଫୋର୍ସ ରହିଲା, ତାହେଲେ ବଡି ମୁଭ୍ କରିବ। ଆଉ ଦିଟା ଫୋର୍ସ ଦିପଟ ଅପୋଜିଟ୍ ଡିରେକ୍ସନରେ ଆପ୍ଲାଏ କରିଦବ, ସେମ୍ ଫୋର୍ସ ପରସ୍ପରକୁ ନଲିଫାଇ କରିଦେବେ, ଏକ୍ସଟର୍ନାଲ ଫୋର୍ସ ଆପ୍ଲାଏ ହେଇଥିଲେ ବି ବଡି ମୁଭ୍ କରିବ, କାରଣ ନେଟ୍ ଏକ୍ସଟର୍ନାଲ ଫୋର୍ସ ଜିରୋ ଏଠି। ତେଣୁ ଗୋଟେ ନେଟ୍ ଏକ୍ସଟର୍ନାଲ ଫୋର୍ସ ଯଦି ଆପ୍ଲାଏ କରାହବ, ତ ବଡି ଯେମିତି ମୁଭ୍ କରିବା କଥା ମୁଭ୍, ଯଦି ସ୍ଥିର ଅଛି ସ୍ଥିର ରହିବ, ନହେଲେ ଯଦି କନଷ୍ଟାଣ୍ଟ ଭେଲୋସିଟି ମୋସନରେ ୟୁନିଫର୍ମ ମୋସନ ମାନେ କନଷ୍ଟାଣ୍ଟ ଭେଲୋସିଟି, ଯାହାର ଭେଲୋସିଟି କନଷ୍ଟାଣ୍ଟ, ଆକ୍ସିଲରେସନ ଜିରୋ। ନା ଆକ୍ସିଲରେସନ ତମେ ଜାଣିଥିବ, ରେଟ୍ ଅଫ୍ ଚେଞ୍ଜ ଅଫ ଭେଲୋସିଟିକୁ ଆକ୍ସିଲରେସନ କୁହାଯାଏ। ପ୍ରତି ୟୁନିଟ୍ ସମୟରେ କେତେ ଭେଲୋସିଟି ଚେଞ୍ଜ ହଉଛି ସେଇଟାକୁ ଆମେ ଆକ୍ସିଲରେସନ କହୁଛନ୍ତି ଫିଜିକ୍ସରେ ବା ପଦାର୍ଥ ବିଜ୍ଞାନରେ। ବୁଝୁଛ ନା ନାଇଁ? ତେଣୁ ସେଇଭଳିଆ ଜିନିଷଟାକୁ ଯଦି ମନେକର ଭେଲୋସିଟିଟା କନଷ୍ଟାଣ୍ଟ ଅଛି, ତା ଭେଲୋସିଟି ଚେଞ୍ଜ ହଉନି, ତେଣୁ ୟୁନିଟ୍ ଟାଇମରେ ଯଦି ଭେଲୋସିଟି ଚେଞ୍ଜ ହଉନି, ତାହେଲେ ଆକ୍ସିଲରେସନ ଜିରୋ। ତା ମାନେ ଭେଲୋସିଟି ଚେଞ୍ଜ ହେଲେ ଯେତିକି ଚେଞ୍ଜ ହବ ୟୁନିଟ୍ ଟାଇମ ସେଟା କଣ ଆକ୍ସିଲରେସନ କହିବା। ଯଦି କିଛି ଚେଞ୍ଜ ହଉନି, ସେଟା ଆକ୍ସିଲରେସନ କଣ ରହିଲା? এটা ଜିରୋ ହେଇଗଲା, ଯୋଉଟାକୁ ଓଡ଼ିଆ ମିଡିୟମରେ ପିଲାମାନେ ତ୍ୱରଣ ପଢୁଛନ୍ତି, ଆମେ ତ୍ୱରଣ ପଢୁଥିଲେ ଓଡ଼ିଆ ମିଡିୟମ ସ୍କୁଲରେ। ଆକ୍ସିଲରେସନ ଇଜ ନୋନ୍ ଆଜ୍ ତ୍ୱରଣ। ତେଣୁ ଏଇ ସବୁ ଜିନିଷକୁ କହିବାର ଉଦ୍ଦେଶ୍ୟ ହେଲା, ଯେତେବେଳେ ଆମେ ଫିଜିକ୍ସର ବା କୌଣସି ସାଇନ୍ସର ଟପିକ୍ ପଢୁଛନ୍ତି, ଆମେ ଯେତେବେଳେ ଜିନିଷକୁ ଦେଖୁନାହାନ୍ତି, ସେ ପର୍ଯ୍ୟନ୍ତ ଆମକୁ ଏତେ ଭଲ ଅଣ୍ଡରଷ୍ଟାଣ୍ଡିଂ ଆସୁନି। ଆଉ ବହୁତ ପିଲାଙ୍କର ଯୋଉ ଫିଜିକ୍ସର ହଉ ବା ମ୍ୟାଥମେଟିକ୍ସର ହଉ କନସେପ୍ଟ ୱିକ୍, କାରଣ ଯୋଉ ଟିଚର ମାନେ ସେଇ ସ୍କୁଲରେ ବା ସେଇ ପଢଉଥିଲେ, ସେମାନେ ହିଁ ଜିନିଷଟାକୁ ଠିକ୍ ସେ ପଢେଇ ପାରୁନାହାନ୍ତି। ଜିନିଷଟାକୁ ସେମାନେ ପିଲାଙ୍କୁ ମନେ ରଖିବା ପାଇଁ ଟ୍ରାଏ କରୁ। ଦେଖ ପୁରା ସବଜେକ୍ଟରେ ଆମେ ଯେତେ ପଢିବା ନା, କୋଉ ଜିନିଷଟାକୁ ଆମେ ମନେ ରଖିବାର ନାହିଁ କି ଘୋଷିବାର ନାହିଁ, ସବୁ ଜିନିଷ ବୁଝିବାର ଅଛି।
ଆଉ ୱାନ୍ସ ଗୋଟେ ଜିନିଷ ବୁଝିଲେ ବାରମ୍ବାର ବାରମ୍ବାର ପଢ଼ିକି ଏଟା ମନେ ରହିଯିବ, ଆଉ ଘୋଷା ଯାଏନି। ବ୍ଲାଇଣ୍ଡଲି ପାଠରେ ଯେତେ ବି ପଢ଼ା ହବ ଦେଖିବ କୌଣସି ପିଲାକୁ ନା ଘୋଷିକି ମନେ ରଖିବା କିଛି ଘୋଷା ଘୋଷି କିଛି ଜିନିଷ ନାହିଁ ଲାଇଫରେ। ଟୋଟାଲ ତମେ ଯଦି ପଢିବ, ଆଗରୁ କଣ କି ଆମେ ପିଲାବେଳୁ ଆମକୁ ଯୋଉ ଜିନିଷ କୁହା ହଉଛି ପିଲାଙ୍କୁ ଦେଖିବ ବହୁତ ପିଲାଙ୍କୁ ଜବରଦସ୍ତି ଘୋଷା ହଉଛି କି ଆମେ କୌଣସି ଜିନିଷ ମନେ ଆମେ ଯଦି ବୁଝିନେ, ଯଦି ଆମକୁ ସେଟାକୁ ଆମ ମନକୁ ଠିକ ସେ ଟଚ୍ କରିନି, ସେ ଜିନିଷକୁ ଆମ ଏତେ ମନେ କଣ ଇମ୍ବାଇବ ହେଇନି ଆମ ଭିତରେ, ତ ଏଟା ବ୍ଲାଇଣ୍ଡଲି ଘୋଷିଲେ ମନେ ରହିବ? ଆରେ ବ୍ଲାଇଣ୍ଡଲି କୌଣସି ଜିନିଷ ଆମେ ଘୋଷିଲେ ମନେ ରଖିପାରିବା? ଏମିତି କଣ ଘୋଷା ଯାଏ? ଆମେ ଗୋଟେ ଜିନିଷ ପଢୁଛନ୍ତି ମାନେ ତାକୁ ବୁଝିବା ଦରକାର, ଜିନିଷଟା ମନରେ ଭେଦିଯିବା ଦରକାର। ତାହେଲେ ସେ ଜିନିଷଟା ବାରମ୍ବାର ପଢିଲା ମାନେ ସେ ଥିଙ୍ଗଟା ଆସ୍ତେ ଆସ୍ତେ ରିଷ୍ଟୋର ହେଇଯିବ ମାଇଣ୍ଡରେ ରିଷ୍ଟୋର ହେଇକି ରହିବ, ତ ସମସ୍ତେ ଆରାମରେ ବୁଝିପାରିବେ, କିଛି ପ୍ରୋବ୍ଲେମ ହବନି। ତେଣୁ ସେଇ ଜିନିଷଟା ଯେମିତି କଣ ହେଲା, ଆମେ ଦେଖୁଛନ୍ତି ଜିନିଷକୁ, ବୁଝୁଛନ୍ତି କନସେପ୍ଟଟା ସେ ଅନୁସାରେ କଂକ୍ରିଟ ହେଇକି ବିଲ୍ଡ ହଉଛି, ଆଉ ଯୋଉଟା ଆଗକୁ ଯାଇକି ଆମକୁ ହେଲ୍ପ କରୁଛି ଜିନିଷର ବନେଇବାରେ। ସେଇଭଳିଆ ଜିନିଷ ସାଇନ୍ସ କଥା ମୁଁ କହିବାର କାରଣ ହଉଛି ଜୋଗ୍ରାଫି ବି ସେଇଭଳିଆ। ତ ଜୋଗ୍ରାଫିରେ ଆମେ ଯାହା ବି ପଢିବା ନା ସବୁ ମ୍ୟାପରେ ତାକୁ ଦେଖିବାକୁ ପଡିବ। ଗ୍ଲୋବରେ ହଉ, ଦେଖିବ ସ୍କୁଲରେ ଜୋଗ୍ରାଫି ପଢିଲା ବେଳକୁ ଗ୍ଲୋବ ଥିବ, କିଛି କିଛି ସ୍କୁଲରେ ଗ୍ଲୋବ ଥାଏ, ନହେଲେ ମ୍ୟାପ ଥାଏ। କିନ୍ତୁ ସେତେବେଳେ ଯେତେବେଳେ ଛୋଟ ଛୁଆ ଥିଲେ ପିଲାମାନଙ୍କର କଣ କି ବହୁତ ଆୱାରନେସ୍ ନଥାଏ ଯେ ଏଇ ଜିନିଷ ଆଗକୁ ଯଦି ଆମେ ସିଭିଲ ସର୍ଭିସ ପରୀକ୍ଷା ଦବା କି କଣ ଦବା, ଏଇ ଜିନିଷ ଆମକୁ ଦରକାର ହବ ବୋଲି। ତ ଆମେ ଆଜିଠୁ ଭଲ ଭାବରେ ପଢିଥିବା, ସେତେ ସମୟ ତ କାହାର ଆଇଡିଆ ନଥିଲା। ଆମେ ଏବେ ନା ସବୁ ଏମିତି ଚିନ୍ତା କରୁଛନ୍ତି। ଆଜି ଯୋଉମାନେ ପ୍ୟାରେଣ୍ଟସ ମାନେ ଯୋଉମାନେ ତମେ ମାନେ ମନେକର ଯୋଉମାନେ ପ୍ୟାରେଣ୍ଟସ ହେଲେଣି, ତ ତମ ଛୁଆ ମାନଙ୍କୁ ପଢିଲା ବେଳକୁ ଆମକୁ ସଚେତନ ହେଇଯିବାର ଅଛି ନା, ଆଗକୁ ଏଇ ଜିନିଷ ଦରକାର ହବ, ତୁ ଭଲରେ ଦେଖେ। ତ ତାକୁ ଭଲ ଭାବରେ ଆମେ ତାକୁ ଜିନିଷ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି କି ତାକୁ ଗୋଟେ ଭଲ ସ୍କୁଲରେ ନେଇକି ଆଡମିସନ କରୁଛନ୍ତି। ତ ତାଙ୍କର ଯୋଉ ଫାଉଣ୍ଡେସନ ଟା ଗୋଟେ ଅଲଗା ଟାଇପର ବନୁଛି ଆଜିକାଲି ଛୁଆ ମାନଙ୍କର। କିନ୍ତୁ ଆମ ମାନଙ୍କ କେସରେ ଯେହେତୁ ଏମିତି ହେଇଛି, ପ୍ରୋବ୍ଲେମ ହେଇକି ଅଛି, ତ ଠିକ ଅଛି, କିଛି ଅସୁବିଧା ନାହିଁ, ଆମେ ଠିକ ସେ ରେକ୍ଟିଫାଇ କରିବାକୁ ପଡିବ। ତ ପ୍ରଥମ କଥା ହେଲା ଜୋଗ୍ରାଫିରେ ସବୁବେଳେ ମ୍ୟାପ୍ ଇଜ ଭେରି ମଚ୍। ମୁଁ ଏତେ ଜିନିଷ ଯୋଉ ଡିସ୍କସନ କରିକି ତମକୁ କହିଲି ଏତେ ସମୟ ପର୍ଯ୍ୟନ୍ତ, ତାର ଗୋଟେ ମାତ୍ର ଉଦ୍ଦେଶ୍ୟ ଯେ ମ୍ୟାପ୍ ଇଜ ଭେରି ମଚ୍ ଏସେନ୍ସିଆଲ। ରିଡିଂ ଜୋଗ୍ରାଫି ୱିଦାଉଟ୍ ମ୍ୟାପ୍ ଇଜ ମିନିଙ୍ଗଲେସ୍। ଆଇ ଏମ୍ ଟେଲିଂ ୟୁ ଏଗେନ୍ ଆଣ୍ଡ ଏଗେନ୍। ଜୋଗ୍ରାଫିକୁ ଯଦି ଆମେ ବିନା ମ୍ୟାପରେ ପଢୁଛନ୍ତି କିଛି ଲାଭ ନାହିଁ। ମୁଁ ତମକୁ କହିବି ଏଇଟା ହେଲା ଇଣ୍ଡିଆ, ଇଣ୍ଡିଆର ମନେକର ତମକୁ କହିବି ତମେ ଦେଖ ସେ ଇଣ୍ଡିଆର ମ୍ୟାପଟା କୋଉ ଭଳିଆ, ତମକୁ ଦେଖିବାକୁ ପଡିବ। ମୁଁ ପୁରା ତମକୁ ୱାର୍ଲଡ ଏଇଭଳିଆ, ଆମର ୱାର୍ଲଡରେ କଣ୍ଟିନେଣ୍ଟ ସବୁ ଅଛି, ସେଥିରୁ ଏସିଆ ଗୋଟେ କଣ୍ଟିନେଣ୍ଟ। ଏସିଆ କଣ୍ଟିନେଣ୍ଟରେ ସାଉଥ ଏସିଆରେ ଆମର ଇଣ୍ଡିଆ ଅଛି। ସାଉଥ ଏସିଆର କଣ୍ଟିନେଣ୍ଟଟା କୋଉ ପଟେ କିଏ କିଏ କଣ୍ଟ୍ରି ଅଛନ୍ତି? ମୁଁ କହିବି ଇଣ୍ଡିଆ ଇଜ ଏ ପେନିନସୁଲାର, କାରଣ ତାର ଗୋଟେ ପଟେ ପେନିନସୁଲାର ଗୋଟେ କନସେପ୍ଟ ହେଲା ପେନିନସୁଲା। ପେନିନସୁଲାର କନସେପ୍ଟ କଣ? ଯଦି ଗୋଟେ ସ୍ଥଳ ଭାଗ ଅଛି, କୌଣସି ଲ୍ୟାଣ୍ଡ ଅଛି, ତାର ତିନି ପାଖରେ ଜଳ ଘେରିକି ଅଛନ୍ତି, ଗୋଟେ ପଟେ ସ୍ଥଳ ଭାଗ ଘେରିକି ଅଛି ଗୋଟେ ସାଇଡରୁ, ତାହେଲେ ସେଇଟାକୁ ସେଇ ପ୍ରକାର ଜୋଗ୍ରାଫିକାଲ ଷ୍ଟ୍ରକ୍ଚରକୁ ଆମେ କହିବା ପେନିନସୁଲା। ଆଉ ଇଣ୍ଡିଆରେ ବି ସେଇ ଭଳିଆ। ଇଣ୍ଡିଆରେ ଦେଖିବ ଗୋଟେ ପଟେ ଆରବିଆନ ସି, ଗୋଟେ ପଟେ ବେ ଅଫ ବେଙ୍ଗଲ, ଗୋଟେ ପଟେ ଇଣ୍ଡିଆନ ଓସନ, ତ ତା ତିନି ପାଖରେ ଜଳ ଘେରିକି ଅଛି। ଆଉ ଗୋଟେ ପଟ ସାଇଡରେ ହିମାଳୟ ପର୍ବତ, ଏପଟ ସବୁ ଲ୍ୟାଣ୍ଡ ରିସୋର୍ସ ଘେରିକି ଅଛି। ତ ଗୋଟେ ପଟେ ଲ୍ୟାଣ୍ଡ, ତିନି ପଟେ ଜଳ। ତେଣୁ ଏଇ ପ୍ରକାର କଣ୍ଡିସନକୁ ଆମେ ଇଣ୍ଡିଆକୁ ସେଥିପାଇଁ କହୁଛେ ଇଣ୍ଡିଆନ ପେନିନସୁଲା। ବୁଝୁଛ ନା ନାଇଁ? ସେ କହୁଛି ଇଣ୍ଡିଆନ ପେନିନସୁଲା ବା ପେନିନସୁଲା ରିଭର ସିଷ୍ଟମ। ତ ତମେ ଏଟା ଭିଜୁଆଲାଇଜ କରିବା ଦରକାର, କେମିତି ଇଣ୍ଡିଆଟା କୋଉ ପଟେ ଦେଖିବା, ଇଣ୍ଡିଆ ମ୍ୟାପରେ କୋଉଠି ଅଛି, ସାଉଥ ଏସିଆର କୋଉଠି ଅଛି, ସାଉଥ ଏସିଆଟା କୋଉ ପଟେ, ଏସିଆର ସାଉଥ ପୋର୍ସନଟା କଣ, କଣ କଣ କଣ୍ଟ୍ରି ଅଛନ୍ତି? ଇଣ୍ଡିଆ ଅଛି, ପାକିସ୍ତାନ ବି ଅଛି, ନେପାଳ ଅଛି, ଭୁଟାନ ଅଛି, ତାପରେ ତଳେ ଶ୍ରୀଲଙ୍କା ବି ଅଛି, ଏପଟେ ଆମର ବାଂଲାଦେଶ ବି ଅଛି, ଏପଟେ म्यांमार ବି ଅଛି, ଏପଟେ ଆମର କଣ ଅଛି, ମାଲଦୀପ୍ସ ବି ଅଛି, ଗୋଟେ ଆଇଲ୍ୟାଣ୍ଡ କଣ୍ଟ୍ରି, ଛୋଟ ଆଇଲ୍ୟାଣ୍ଡ କଣ୍ଟ୍ରିଟା। ତ କୋଉଠି ଆମର ପୋଜିସନ, କୋଉଠି ଇଣ୍ଡିଆନ ଓସନର କୋଉଠି ପୋଜିସନ ଅଛି, ଇଣ୍ଡିଆନ ଓସନ କୋଉଠୁ କୋଉ ଯାଏ, ଆଚ୍ଛା ଆରବିଆନ ସି କୋଉ ଇଣ୍ଡିଆନ ଓସନ ଭିତରେ ପୁଣି ଆରବିଆନ ସି ଏପଟ ସାଇଡଟା, ବେ ଅଫ ବେଙ୍ଗଲ କୋଉଠି। ତାପରେ ଆମେ ଦେଖିବା ବେ ମାନେ କଣ, ସି ମାନେ କାହିଁ ଆରବିଆନ ସି କୁହାଯାଉଛି, କାହିଁ ଆରବିଆନ ବେ କୁହାହଉନି। ଆରବିଆନ ସି କହିବାର କାରଣ କଣ, ବେ ଅଫ ବେଙ୍ଗଲ କାହିଁ କୁହାହଉଛି, ବେ କହିବାର କାରଣ କଣ, ସି ର କନସେପ୍ଟ କଣ, ବେ ର କନସେପ୍ଟ କଣ, ବୁଝି ହଉଛି। ତାପରେ ଯେତେବେଳେ ଆମେ ମନେକର ଯିବା ଆଗକୁ, ଯେତେବେଳେ ମୁଁ ପଢିବା ଆମେ ସାଉଥ ଇଷ୍ଟ ଏସିଆ ବିଷୟରେ ପଢିବା, ସାଉଥ ଇଷ୍ଟ କାହିଁ କୁହାହଉଛି, ସାଉଥ ଇଷ୍ଟ ଏସିଆର ମେନ୍ ମେନ୍ ଦେଶ କୋଉଠି ଅଛନ୍ତି, କଣ କଣ ଅଛନ୍ତି, ତାକୁ ମ୍ୟାପରେ ସବୁ ଦେଖିବାକୁ ପଡିବ। ଚାଇନା କୋଉଠି, ରଷିଆ କୋଉଠି, ମଙ୍ଗୋଲିଆ କୋଉଠି। ଆଚ୍ଛା ୱେଷ୍ଟ ଏସିଆର କନସେପ୍ଟ କଣ, ୱେଷ୍ଟ ଏସିଆର ସବୁବେଳେ ନ୍ୟୁଜରେ ରହୁଛି, ୱେଷ୍ଟ ଏସିଆ କଣ, ୱେଷ୍ଟ ଏସିଆକୁ ମିଡଲ ଇଷ୍ଟ କାହିଁ ପୁଣି କୁହାହଉଛି, ୱେଷ୍ଟ ଏସିଆର ମେନ୍ ମେନ୍ କଣ୍ଟ୍ରି, ସାଉଦି ଆରବିଆଟା କୋଉଠି, ୟୁଏଇ, ଦୁବାଇ ସମସ୍ତେ କହୁଛନ୍ତି, ତ ଦୁବାଇଟା କୋଉଠି, ତାମାନେ ୟୁଏଇ କୋଉଠି, ଦୁବାଇ ତ ଗୋଟେ ୟୁଏଇ କୋଉଠି, କି ଇସ୍ରାଏଲଟା କୋଉଠି। ଆଚ୍ଛା ସମସ୍ତେ ୱେଷ୍ଟ ବ୍ୟାଙ୍କ କଥା ଗୋଟେ ଆସୁଛନ୍ତି, ୱେଷ୍ଟ ବ୍ୟାଙ୍କଟା କୋଉଠି, ଇଜିପ୍ଟଟା କୋଉଠି, ରେଡ୍ ସି ର କୁହାହଉଛି, ଆମ ରେଡ୍ ସି କହୁଛି, ଆମେ ପିଲାବେଳେ ପଢିଛୁ ଭୂମଧ୍ୟ ସାଗରୀୟ, ମାନେ କଣ ମେଡିଟେରାନିଆନ ସି। ଭୂମଧ୍ୟ ସାଗର ଆମେ ପଢିଛନ୍ତି ନା ସ୍କୁଲରେ, ଓଡିଆ ମିଡିୟମରେ। ତ ଭୂମଧ୍ୟ ସାଗର ମାନେ ମେଡିଟେରାନିଆନ ସି, ସେଟା କୋଉଠି, ରେଡ୍ ସି କୋଉଠି, ଡେଡ୍ ସି କୋଉଠି, ୟୁରୋପଟା କୋଉ ପଟେ, ଆଟଲାଣ୍ଟିକ ଓସନର କୋଉ ପଟେ, ଆଫ୍ରିକାଟା କୋଉଠି। ସବୁ ଯେତେ ମାନେ ଯାହାବି ଆମର ଏଇଟା ସବୁ ସ୍କୁଲ ଲେବୁଲର ଜିନିଷ ଗୁଡାକ, ଆମକୁ ସ୍କୁଲ ଲେବୁଲର ଏଇ ଜିନିଷର କ୍ଲାରିଟି ଆସିବା କଥା।
କିନ୍ତୁ ଯଦି ଏ ଯୋଉଟା କ୍ଲାରିଟି ଆଜି ନାହିଁ ନା ଆମକୁ ବର୍ତ୍ତମାନ କ୍ଲିୟର କରିବାକୁ ପଡ଼ିବ କାରଣ ଆମେ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ଆଗକୁ ସେଇ ପରୀକ୍ଷା ପାଇଁ ଏଗୁଡ଼ାକର ବହୁତ ଇମ୍ପୋର୍ଟାନ୍ସ ରହିଛି। ସବୁ ଜିନିଷରେ କ'ଣ କି ଗୋଟେ ବେସିକ୍ ବହୁତ ଭାବରେ ଭଲ ଭାବରେ ବନେଇବା ଦରକାର ଆମମାନଙ୍କର। ତ ସେ ଅନୁସାରେ କ୍ଲାରିଟି ଅଣ୍ଡରଷ୍ଟାଣ୍ଡିଂର କ୍ଲାରିଟି ରହିବ। ତାପରେ ତମେ ଇଭିନ୍ ବି ତମେ ଯେଉଁ ଅଣ୍ଡରଷ୍ଟାଣ୍ଡିଂର ପୁରା କ୍ଲାରିଟି ପଳେଇ ଆସିଥିବ ଇଭିନ୍ ଦେଖ ତମ ପରୀକ୍ଷାରେ କିଛି କୋଶ୍ଚିନ୍ ତମେ କନଫ୍ୟୁଜ୍ ହେଉଥିବ ଗେସ୍ କରିକି ମାରିବ କରେକ୍ଟ ହେଇଯିବ। ଲୋକ କହୁନ ସେ ଗେସ୍ କରିଗଲା ହେଇଗଲା। ଗେସ୍ କରିକି ହେଇଯିବାର ମୁଖ୍ୟ କାରଣ ହେଉଛି ତାର ବେସ୍ ବହୁତ କ୍ଲିୟର ଅଛି। ଆମର ର୍ୟାଣ୍ଡମ୍ ଗେସ୍ ଲାଗେନି। ତମେ ବ୍ଲାଇଣ୍ଡଲି ଗେସ୍ କଲେ ଲାଗିବ କି? ଆମେ ଯଦି ଗେସ୍ କରିବା ଚିନ୍ତା କରିକି କରିବା ସେଇଟା ହେଇଥିବ ସେଇଟା ସେଇଟା ଏଇଟା ଲାଗୁଛି ସେଇଆ। ଯେଉଁ ଲାଗିବା ଶବ୍ଦଟା ଆମେ କହୁଛନ୍ତି ଦ୍ୟାଟ୍ ଇଜ୍ ସମଥିଙ୍ଗ ୟୁ ଆର୍ ୟୁଟିଲାଇଜିଂ ଆୱାର କନସେପ୍ଟ ଆୱାର ବେସିକ୍ କନସେପ୍ଟ। ଆମେ ଯେଉଁ କହୁଛନ୍ତି ଲାଗୁଛି ବୋଧେ ସିଏ ହବ। ଲାଗୁଛି ମାନେ କହିବା ଯେଉଁ ଲାଗୁଛି ଶବ୍ଦଟା ଆମେ ୟୁଜ୍ କରୁଛନ୍ତି ତାର ମାନେ ହେଲା ୟୁ ଆର୍ ୟୁଜିଂ ଆୱାର ବେସିକ୍ ଇଣ୍ଟ୍ୟୁସନ୍, ବେସିକ୍ ଅଣ୍ଡରଷ୍ଟାଣ୍ଡିଂ, ବେସିକ୍ ଭିଜୁଆଲାଇଜେସନ୍ ଆମକୁ ୟୁଜ୍ କରୁଛନ୍ତି ଆମେ କରିକି ଆମେ ଲାଗୁଛି ବୋଧେ ସି ହେଇଥିବ ଯଦି ଆମେ ପରଫେକ୍ଟ ଆନ୍ସରଟା ଜାଣିନାହାନ୍ତି ଆଉ ସେତେବେଳେ କରେକ୍ଟ ହେଇଯାଏ କାରଣ ତମର ଫାଉଣ୍ଡେସନ୍ ଏତେ ଷ୍ଟ୍ରଙ୍ଗ ଅଛି ଏତେ ବଢ଼ିଆ ଆନାଲିସିସ୍ ହେଇପାରୁଛି ତମକୁ ଲାଗିବ ଯେ ସେଟା କରେକ୍ଟ ହବ ବି ସେମିତି। ତେଣୁ ଫାଉଣ୍ଡେସନ୍କୁ ଭଲ ଭାବରେ ବନେଇବା, ଫାଉଣ୍ଡେସନ୍କୁ ଏକଦମ ସେ କ୍ଲିୟର କରିକି ବୁଝି ବୁଝି ଯିବା ଆଗକୁ ଦ୍ୟାଟ୍ ଇଜ୍ ଦ ମେନ୍ ଥିଙ୍ଗ। କାରଣ ଦେଖ ଡେପ୍ଥ ଇଜ୍ ସମଥିଙ୍ଗ ବହୁତ କିଛି ଅଛି। କ'ଣ ତମେ ଫିଜିକ୍ସ ପଢ଼, କେମିଷ୍ଟ୍ରି ପଢ଼, କି ଜିଓଗ୍ରାଫି ପଢ଼, କି ହିଷ୍ଟ୍ରି ପଢ଼, କି ଯାହା ବି କୌଣସି ସବଜେକ୍ଟ ପଢ଼ୁଛ ପଢ଼, ସବୁ ଜିନିଷରେ ଡେପ୍ଥ ବହୁତ ଅଛି। ଲୋକ ସେଥିରେ ରିସର୍ଚ୍ଚ କରୁଛନ୍ତି, ଏବେ ବି ରିସର୍ଚ୍ଚ କରୁଛନ୍ତି, ପିଜି ପିଏଚଡି କରୁଛନ୍ତି। ମନେକର ଆମେ ହିଷ୍ଟ୍ରି ପଢ଼ୁଥିଲେ ଆଗରୁ, ମଡର୍ଣ୍ଣ ଇଣ୍ଡିଆରେ କିଛି କିଛି ପଢ଼ୁଥିଲେ, ସେଟା କ'ଣ ସେତିକି? ୟୁରୋପିଆନ୍ ମାନେ ଆସିଲେ ଇଣ୍ଡିଆକୁ, ତାପରେ ମନେକର ଆମେ କର୍ଣ୍ଣାଟକ ୱାର ବିଷୟରେ ପଢ଼ୁଥିଲେ, କି ମୈଶୂର ୱାର ବିଷୟରେ, ମରାଠା ୱାର ବିଷୟରେ ପଢ଼ୁଥିଲେ, କି ଶିଖ ୱାର ବିଷୟରେ ପଢ଼ୁଥିଲେ, କ'ଣ ସେତିକି ସେଗୁଡ଼ା ସବୁ? ତାର ହିଷ୍ଟ୍ରି କ'ଣ ସେତିକି କି? ତା ଭିତରେ ଆହୁରି ବହୁତ ଜିନିଷ ଅଛି। ଆମେ ମାତ୍ର 1% ପଢ଼ିଛନ୍ତି ନା ନାହିଁ? ଯେତେ ଜିନିଷ ଅଛି ଆମେ ହିଷ୍ଟ୍ରିର 1% ବି ପଢ଼ିନାହାନ୍ତି। ତା ଭିତରେ ଏତେ ଜିନିଷ ଅଛି, ଏତେ କାହାଣୀ ଘଟିଛି ସେ ଭିତରେ ସବୁ। କିନ୍ତୁ ସବୁଟା ଆମକୁ ଦରକାର ନାହିଁ। ଆମେ କ'ଣ କି ଏଠି ନଲେଜ ଗ୍ରହଣ କରିବା ପାଇଁ ପଢ଼ୁନାହାନ୍ତି। ଆମେ ପଢ଼ୁଛନ୍ତି ଗୋଟେ ପରୀକ୍ଷା ପାଇଁ। ଆଉ ସେଇଟା ହେଉଛି ସିଭିଲ୍ ସର୍ଭିସ୍ ପରୀକ୍ଷା। ସେଇ ପରୀକ୍ଷାରେ କିଛିଟା ଆମକୁ ଦିଆହେଇଛି, କୁହାହେଇଛି, ଆଉ ପାଷ୍ଟ ଇୟର ମାନଙ୍କର ଯେଉଁ କୋଶ୍ଚିନ୍ ପଡ଼ିଛି ସେଥିରୁ ଆମକୁ କିଛି ଆଇଡ଼ିଆ ମିଳୁଛି। ବିଭିନ୍ନ ବିଗତ ବର୍ଷ ମାନଙ୍କର ଯେଉଁ କୋଶ୍ଚିନ୍ ପଡ଼ିଛି ସେକୁ ଆନାଲିସିସ୍ କରିକି ଆମକୁ କିଛି ଆଇଡ଼ିଆ ମିଳୁଛି। ତା ସହିତ ଆମ ପାଖରେ ଗୋଟେ ସିଲାବସ୍ ବି ଅଛି। ତେଣୁ ତାକୁ ବେସ୍ କରିକି ଆମେ ପ୍ରିପେୟାର କରୁଛନ୍ତି। ଆମର ଓନ୍ଲି ଇଣ୍ଟେନସନ୍ ହେଉଛି ଜ୍ଞାନ ଆହରଣ କରିବା ନୁହଁ। ଆମର ଓନ୍ଲି ଇଣ୍ଟେନସନ୍ ହେଉଛି ଆମେ ପରୀକ୍ଷାରେ ମାର୍କ ରଖିକି ଗୋଟେ ଅଫିସର ହେବା। ଆଉ ପରୀକ୍ଷାରେ ମାର୍କ ରଖିବା ପାଇଁ କିଛିଟା ଜିନିଷ ଯେଉଁ ଏମିତି ନୁହଁ ଯେ ଆମେ ସବୁ ଜିନିଷ ଜାଣିପାରିବା, ଆମେ ସବୁ ଜିନିଷ ଜାଣି ହେବନି, କିଛି ଜିନିଷ ଜାଣିବା। ଆଉ ଯେଉଁ ଜିନିଷ ଆମେ ଯେଉଁ ପଢ଼ୁଛନ୍ତି ବି ତାକୁ 1% ବି ନୁହଁ ଯେତେ ନଲେଜ ଅଛି। ସୋ ମେନି ଥିଙ୍ଗସ୍ ଆର୍ ଦେୟାର ତା ଭିତରେ। ତା ଭିତରେ ଯେଉଁମାନେ ରିସର୍ଚ୍ଚ କରୁଛନ୍ତି, ପିଜି ପିଏଚଡି କରୁଛନ୍ତି, କି ତା ବିଷୟରେ ଏକଦମ ସେ ଯେଉଁମାନେ ବହୁତ ଇଣ୍ଟରେଷ୍ଟେଡ୍ ମନେକର ତା ବିଷୟରେ ଜାଣିବା ପାଇଁ, ତା ବିଷୟରେ ବହୁତ ଜିନିଷ ତ ଜାଣି 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 ସ୍କଲାର ବନୁଛନ୍ତି ତା ବିଷୟରେ। ତ ଦ୍ୟାଟ୍ ଇଜ୍ ସମଥିଙ୍ଗ ଡିଫରେଣ୍ଟ। ସେଇଟା ଆମକୁ ଦରକାର ନାହିଁ। ଗୋଟେ ସିଭିଲ୍ ସର୍ଭେଣ୍ଟକୁ ସେଗୁଡ଼ା ଦରକାର ନାହିଁ। ସେଟା ଗୋଟେ ବେସିକ୍ ଆଇଡ଼ିଆ ଥିବା ଦରକାର, ବେସିକ୍ ଜିନିଷ ଜାଣିଥିବା ଦରକାର। ୱି ଆର୍ ନଟ୍ ସବଜେକ୍ଟ ଏକ୍ସପର୍ଟ, ବୁଝିପାରୁଛ ନା ନାହିଁ? ସେଇଭଳିଆ ଜୋଗ୍ରାଫିରେ ବି ଆମ ଜୋଗ୍ରାଫିରେ ଯେତେ ଜିନିଷ ଅଛି ବହୁତ ଭାଷ୍ଟ ଏରିଆ ଅଛି। ଆମକୁ ସବୁ ଜିନିଷ ଜାଣିବା ଆବଶ୍ୟକତା ନାହିଁ। ଆମକୁ ତା ଭିତରୁ କିଛିଟା ବେସିକ୍ ଜିନିଷ ଜାଣିବାର ଅଛି, ତାର କ୍ଲାରିଟିରେ ବୁଝିବାର ଅଛି, ସୋ ଦ୍ୟାଟ୍ ଇଟ୍ ୱିଲ୍ ହେଲ୍ପ ଅସ୍ ଇନ୍ କ'ଣ ଅଣ୍ଡରଷ୍ଟାଣ୍ଡିଂ ଦ କଣ୍ଟେଣ୍ଟ ଇନ୍ ଏ ବେଟର ୱେ। ଯାହା ଯାହା ଜୋଗ୍ରାଫି ଅଛି ସବୁ ଜିନିଷ ଆରାମ ଟିକେ ଭଲସେ ବୁଝିଯିବା ଜିନିଷ ଯେଉଁ କୌଣସି ଜିନିଷ। ଆଚ୍ଛା ଲାଟିଚ୍ୟୁଡ୍ ମନେକର ଜିଏମ୍ଟି କୁହାହେଉଛି, ମନେକର ଟିଭିରେ ଆମର ନ୍ୟୁଜ୍ ଦେଖୁଛେ ଯେ ମନେକର କାଲି ଫିଫା ୱାର୍ଲଡ କପ୍ ଷ୍ଟାର୍ଟ ହବ ଏତିକି ଜିଏମ୍ଟିରେ। ଆମେ ମନେକର କାଲି ଆମର କ୍ରିକେଟ ଖେଳ ହେଉଛି, ମନେକର ଆମର ଆଜି ଖେଳ ହବ, କାଲି ଇଂଲଣ୍ଡରେ ଖେଳ ହେଉଛି, ଆରେ ଖେଳ ହେଉଛି ଏତିକିରେ ଇଣ୍ଡିଆନ୍ ଟାଇମ୍ରେ ଏତିକିରେ କୁହାହେଉଛି। ତାଙ୍କର ସେଠି ସନ୍ଧ୍ୟାବେଳକୁ ଖେଳ ହେଉଥିବ, ଆମର କହୁଛି ଇଣ୍ଡିଆନ୍ ଟାଇମ୍ ଏତିକି ରାତିରେ ଖେଳ ହବ, ରାତି 3ଟାରେ ଷ୍ଟାର୍ଟ ହବ ମ୍ୟାଚ୍ ଇଣ୍ଡିଆନ୍ ଟାଇମ୍ରେ। କାହିଁକି? ତାହେଲେ ଇଣ୍ଡିଆନ୍ ଟାଇମ୍ କ'ଣ, ଇଂଲଣ୍ଡ ଟାଇମ୍ କ'ଣ, ଅଲଗା ଅଲଗା କିଛି? ତାର ଟାଇମ୍ ଜୋନ୍ କେମିତି ଅଲଗା ହେଉଛି, ତାର କନସେପ୍ଟ କ'ଣ, ଏମିତି କେମିତି ଅଲଗା ଅଲଗା ହେଉଛି କାହିଁକି? ତାର କାରଣ କ'ଣ? ଏଇଟା ହେଉଛି ବୁଝିବା ଦରକାର। ଏଇଟା ଗୋଟେ ସିଭିଲ୍ ସର୍ଭେଣ୍ଟ ହିସାବରେ ଆମକୁ ଏ ଜିନିଷ ଜାଣିଥିବା କାରଣ ଦିଜ୍ ବେସିକ୍ ଜିନିଷ। ଆମେ ଜିଏମ୍ଟି ୟୁଜ୍ କରିବା, ଆଇଏସ୍ଟି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍, ଜିଏମ୍ଟି ଗ୍ରୀନୱିଚ୍ ମିନ୍ ଟାଇମ୍। ତ ଗ୍ରୀନୱିଚ୍ ମିନ୍ ଟାଇମ୍ କ'ଣ? କାରଣ ଗୋଟେ ସିଭିଲ୍ ସର୍ଭେଣ୍ଟ ହିସାବରେ ଆମକୁ ବେସିକ୍ ଜିନିଷର କ୍ଲାରିଟି ଥିବା ଦରକାର। ସବୁ ବେସିକ୍ ଜିନିଷର ମେନ୍ ଜିନିଷ ଯେଉଁ ବେସିକ୍ ଜିନିଷ ଗୁଡ଼ାକ କ୍ଲାରିଟି। ତା ଭିତରେ ଡେପ୍ଥ ଆମକୁ ଦରକାର ନାହିଁ। ଡେପ୍ଥ ଦରକାର ସେ ଯିଏ ଏକ୍ସପର୍ଟ ହେବ ସେଇଥିରେ, ସବଜେକ୍ଟ ଏକ୍ସପର୍ଟ ଯେଉଁମାନେ ବନିବେ ତାପରେ ଡେପ୍ଥରେ ଷ୍ଟଡି କରିବେ, ରିସର୍ଚ୍ଚ କରିବେ, ଦେ ୱିଲ୍ ନୋ। ଆମକୁ ଏତେ ଜିନିଷ ଭିତରେ ଦରକାର ନାହିଁ, କିନ୍ତୁ ଆମକୁ ଗୁଡ଼ାଏ ଜିନିଷର ଏଇ କ୍ଲାରିଟି ଥିବା ଦରକାର, ବେସିକ୍ କ୍ଲାରିଟି ଥିବା ଦରକାର। ଏବେ ତମେ ଯେତେବେଳେ ମେନ୍ ଏକ୍ଜାମରେ ବି ପରୀକ୍ଷାରେ ଖାତାରେ ଆନ୍ସର ଲେଖିବ ଏଇ ବେସିକ୍ ଜିନିଷ ଗୁଡ଼ା ହିଁ ଆମକୁ ଦରକାର ହେବ। ଆଉ ସେ ଏଇ ଜିନିଷ ହିଁ ଖୋଜୁଥିବେ। ବେସିକ୍ ଜିନିଷ ଗୁଡ଼ାକ ଭଲ ଭାବରେ ବୁଝିଥିବା ଦରକାର ସବୁଥିର। ଖାଲି ଗୋଟେ କନସେପ୍ଟ ନୁହେଁ, ଯେତେ କନସେପ୍ଟ ଆମେ ପଢ଼ିବା, ଯେତେ ଜିନିଷ ଅଛି, ଯେତେ ଟପିକ୍ ଅଛି, ସବୁର ବେସିକ୍ କ୍ଲାରିଟି ଆମକୁ ନିହାତି ଦରକାର। ତେଣୁ ସେଥିପାଇଁ ଜୋଗ୍ରାଫି ବି ମୁଁ ଯେମିତି କହିଲି ତମକୁ ନିହାତି ଭାବରେ ଗୋଟେ ମ୍ୟାପ୍ ଦରକାର। ଆଇଦର ତମେ ମ୍ୟାପ୍ଟେ କିଣିପାରିବ କୋଉଠୁ, ମ୍ୟାପ୍ଟେ ତମେ କିଣିପାରିବ Amazon.in ରୁ ବା ଫ୍ଲିପକାର୍ଟରୁ ବା ଯେକୌଣସି ଯେଉଁ ଇ କମର୍ସ ସାଇଟ୍ ଅଛି ତମେ କିଣିପାରିବ, କିମ୍ବା ବାହାରେ ଯଦି କୋଉଠି ବୁକ୍ ଷ୍ଟୋର ଅଛି ଯାଇକି ନେଇକି ଆସିପାରିବ, କିମ୍ବା ଯଦି ତମର ମ୍ୟାପ୍ କିଣୁନ, ପଢ଼ିଲା ବେଳେ ସବୁବେଳେ ଗୁଗଲ ଇମେଜ ୟୁଜ୍ କରିବ ବୁଝିବା ପାଇଁ।
लैपटॉप रे हो मोबाइल रे हो जितेबाला पढ़िବ गूगल इमेज रे पढ़िବ कारण मैप टे थिले कौन कि भल ग्लोब टे रखले भल एक्चुअली देखिबा केतला कोन पृथ्वीर कोड जगह अछि कि मैप टे रखले भल तो प्राय पिला जो प्रिपेयर करन मैप फैप रखि थाते तेणु तुम फिजिकल मैप आनि रख पाखरे नले गोटे गोटे किनि आण कोन गोटे आटलास टे किनि आण ओरिएंटल स्वान आटलास टा भल पडुची ओरिएंटल स्वान टा आनि पार किंबा ऑक्सफोर्ड भी भल किछ खराब नु जोटा भी दरकार हो आनि रखियो पाखरे हला तेणु कारण इनिशियल जो स्टार्ट करछन हम बर्तमान बहुत जिंस देखिया पड़ो हम जानि नथिबा किछि हम मनगर पड़ले अच्छा स्ट्रेट ऑफ हॉर्मुज अरे स्ट्रेट ऑफ हॉर्मुज टा कोठी आमे पढ़ले अच्छा बर्तमान इंदिरा पॉइंट हो जे इंडिया रो माने सबठु माने सदर्न मोस्ट पॉइंट अच्छा इंदिरा पॉइंट टा कोठी खाली तो पढ़ी के मन रखि देला बनी सेटा को मैप रे देखिया पय पड़िबो कोठी से जगह तो संगे संगे आमे गूगल रे सर्च कले इंदिरा पॉइंट तो मारले इमेज गूगल इमेज रे देखै देला अच्छा अच्छा एठा एठी तो तार गूगल को यूज करबी करि पाइबो जदि तुम पाखरे नाही किनि न तो गूगल इमेज भी किछ खराब न गूगल इमेज रे सब इमेज ये करि देखिया पड़ो तेणु यही सब जिनस प्रति आमको कौन करिया पड़िबो कि यही सब जिनस प्रति हमको जानिया पे पड़िबो तेणु कहिबार उद्देश्य हला जे ज्योग्राफी पई हमको कौन कौन दरकार ज्योग्राफी पई एनसीईआरटी बही दिटा दरकार गोस इन जीसी माने जीएस पर्सपेक्टिव रो कहउछ हला जीसीली हमर फास्ट चैप्टर दरकार तेणु जो मानक पाखरे जीसीली अंग तो भलो कथा नॉनलाइन जदि का पाखरे सांग पाखरे तो फास्ट चैप्टर खाली जेरॉक्स कर दो दी चलिबो फास्ट चैप्टर जेरॉक्स करके बाकी गुड़ा काम दरकार नहीं फास्ट चैप्टर जेरॉक्स करके आनी रखी देले चलिबो नाही जदि बही किनि आनिबो आ नहला जदि ऑनलाइन रे डाउनलोड कर दबो हला तेणु हमको केवल जेसी लिंगर फास्ट चैप्टर दरकार सेतिक आ बाकी ए दिनांग बही दरकार ता सहित मु तुमको नोट्स प्रोवाइड करे क्लास डिस्कशन हो जो नोट्स गुडा दिया हो से तुम लिखि रखि दिबो सब लिखुथिबो प्रति क्लास वाइज लिखुथिबो आ ता पय ज्योग्राफी गोटे अलग कॉपी करथिबो तुम सेठु लेखा स्टार्ट करबो जहाँ जहाँ पढ़ा हो ज्योग्राफी अंडर रे सो सेतरे लिखिबो ता सहित तुम जो एमसीक्यू सॉल्व करबो हला एमसीक्यू सॉल्व करबो जेते बेले तुम विभिन्न जगह भलो भलो एमसीक्यू मिलिबो आ बहुत कॉन्सेप्चुअल एमसीक्यू मिलिबो जे सेगुडा को जोथरे किछ नवा पॉइंट गुडा पाइलो जोटा तुम लागु जे क्लास रे कुहाय से पॉइंट भी से नोट्स तुम जो नोट का फिजिक्स जमी केमिस्ट्री पेजरी हिस्ट्री पे जमी करूला सेम फॉर ज्योग्राफी आल्सो ज्योग्राफी भी सेमती सेठी लिखिदब से कॉन्सेप्ट नुआ जिनस कौन पाइले नुआ पॉइंट लिखि देथिबो कारण हमको तो लास्ट को हम रिवीजन करिया परीक्षा बेलको हमको हेल्प हो बुझिला ता सहित आपको आउ कौन करिया पड़िबो तुम जो नोट्स तुमको देबी रेगुलर बेसिस ना हमर क्लास हबो गुडा कॉन्सेप्चुअल डिस्कस कॉन्सेप्ट डिस्कशन हबो देखो देखो एगुडा सब बहुत भास्ट अछि तेणु तमे माने सब स्टार्टिंग रु जॉइन करिगल बोली माने वर्ष आरंभ रु तुम जॉइन करिगल बोली मु तुमको एते स्लोली आउ एते डेप्थ माने बेसिक एकदम से जीरो लेवल रु स्टार्ट करके तुमको कहूची आ जो माने भी बहुत पिला जॉइन करबे 2 मास थिबो 3 मास थिबो 4 मास थिबो सी जॉइन करले तांको पय कोन कुहाबो बुझियो नै खाली लास्ट खाली परीक्षा रो क्वेश्चन उडा कहि देकी आगु बुझिबा पड़िबो सब दिन तो कहि हबनी सेते टाइम नै तेणु से कौच स्टार्टिंग जॉइन करा बेटर एकदम से जीरो लेवल रु स्टार्ट करके बुझिया है तो से जेहेतु तुम नुआ कि स्टार्ट हो पूरा जीरो लेवल बहुत समय भी अच्छे से आम एत पूरा एकदम से जीरो रु स्टार्ट कर इवन भी जे किसी जानी से से बुझीपार जमी है तेणु एटा गला ता सहित आम देखा जे कौन ना आमको जो नोट्स कराब नोट्स मुझे फिजिकल ज्योग्राफी नोट्स भी आम बनवा जहाँ जहाँ जो कह टपिक सोशल ज्योग्राफी भी बनाब इकोनॉमिक ज्योग्राफी बनाब बहुत पिला कौन कर ज्योग्राफी मैंने भाव खाली फिजिकल ज्योग्राफी बहुत पिला देखिबो जो माने प्रिपेयर करछन ताका सहित मिसिबो इवन तो सांग माने जे थिबे तांका से भाबे ज्योग्राफी जो क्वेश्चन ज्योग्राफी हम जो सेक्शन टा अछि इंडियन एंड वर्ल्ड ज्योग्राफी से सेक्शन तो 14 खंड क्वेश्चन पड़िबो 14 15 टा क्वेश्चन पड़िबो ये होसन ज्योग्राफी माने खाली फिजिकल ज्योग्राफी टा पढ़ के जाथि ज्योग्राफी माने फिजिकल ज्योग्राफी नुहे ज्योग्राफी रो फिजिकल ज्योग्राफी भी क्वेश्चन आसीबो सोशल ज्योग्राफी भी आसीबो इकोनॉमिक ज्योग्राफी भी आसीबो मिनरल्स रो क्वेश्चन आसीबो जो एडा कोन के ହେଲା एग्रीकल्चर रिलेटेड क्वेश्चन आसथिबो लाइव स्टॉक रो क्वेश्चन आसथिबो ट्रांसपोर्ट सिस्टम रो क्वेश्चन आसथिबो पॉपुलेशन रो क्वेश्चन आसथिबो जो हम डेमोग्राफी कहउछनी डेमोग्राफी रो क्वेश्चन आसथिबो जेतु सेंसस 2021 हमरे पन रिपोर्ट आसीनी अरे हमर प्रति हमर होची 10 वर्ष थरे सेंसस आ पूर्व हमर 2011 रे हितला बर्तन 2021 रे हिजवा कथा 22 चललानी तो 2021 रो जेतु कोविड लागि लेट हे जायतिला तो सेति पय कोन हेछि ना रिपोर्ट आसीनी जाय तो रिपोर्ट आसता 2021 रो बर्तन पढथान कि जेतु नाही हम 2011 सेंसस टा पढिबा बुझियो से अनुसार जहाँ डाटा अच्छी से अनुसार पढ़ा तेणु कहबार उद्देश्य है जे जे एगुड़ाक सब आमको सब क्वेश्चन आस काली ह्यूमन रेस रू क्वेश्चन आसी जो सोशल ज्योग्राफी अंडर निग्रोइड ऑस्ट्रोलॉइड काउकासॉइड
ସେଇଟା ଫିଚର ଦେଇଥିବ ଏଇଭଳିଆ ଯେମିତି କର୍ଲି ହେୟାର କାହାର ଫିଚର କାଉକାସଏଡ ନିଗ୍ରୋଏଡ ଅଷ୍ଟ୍ରାଲଏଡ ଏମିତି ସବୁ ପଡ଼ିଥିଲା। ତ ପିଲା ହେଲେ ଏଇଟା କୋଉ ଏଇଟା ବି ତ ଜୋଗ୍ରାଫି କୋଶ୍ଚିନ୍, ଏଇଟା ହଉଛି ସୋସିଆଲ ଜୋଗ୍ରାଫି ଆଉ ୱାର୍ଲଡ ସୋସିଆଲ ଜୋଗ୍ରାଫିର କୋଶ୍ଚିନ୍ ଏଇଟା। କି ଲାଙ୍ଗୁଏଜ ର କୋଶ୍ଚିନ୍ ପଡ଼ିବ, କୋଉ ଗୋଟେ ଲାଙ୍ଗୁଏଜ ର ପିଗମି ଟ୍ରାଇବ ଉପରେ କୋଶ୍ଚିନ୍ ପଡ଼ିବ, ତମକୁ ଏଇଟା କୁଆଡେ ପଡ଼ିଯାଇଛି, ଏଇଟା ବି ସୋସିଆଲ ଜୋଗ୍ରାଫି ଅଣ୍ଡର। ତେଣୁ ଜୋଗ୍ରାଫିର ମାନେ ନୁହଁ ଯେ ଖାଲି ନଦୀମାନଙ୍କ ବିଷୟରେ ପଢ଼ିବା, ରିଭର ସିଷ୍ଟମ ବିଷୟରେ ପଢ଼ିବା, ମାଉଣ୍ଟେନ ରେଞ୍ଜ ବିଷୟରେ ପଢ଼ିବା, ସଏଲ ବିଷୟରେ ପଢ଼ିବା, ରକ୍ ସିଷ୍ଟମ ବିଷୟରେ ପଢ଼ିବା, ଭେଜିଟେସନ ବା ଜଙ୍ଗଲ ବିଷୟରେ ପଢ଼ିବା, କି କ୍ଲାଇମେଟ ଉପରେ ପଢ଼ିବା, ଆଟମୋସ୍ଫିୟର ବିଭିନ୍ନ ଯୋଉ ଗ୍ୟାସ ଗୁଡ଼ା ବିଷୟରେ ପଢ଼ିବା, ଓସେନ କରେଣ୍ଟ ଉପରେ ପଢ଼ିବା, କି ଜିଓଲୋଜିକାଲ ଫର୍ମେସନ ଉପରେ ସଏଲ ହେଲା, ବିଭିନ୍ନ ପ୍ରକାର ଲ୍ୟାଣ୍ଡ ହେଲା, ରକ୍ ହେଲା, ଯାହା ବି ବିଭିନ୍ନ ପ୍ରକାର ଅଛି ତା ବିଷୟରେ ପଢ଼ିବା। ଏଗୁଡ଼ା ଠିକ ଅଛି, ଏଗୁଡ଼ା ତ ଗୋଟେ ପୋର୍ସନ, ଦିସ୍ ଇଜ ପୋର୍ସନ ଅଫ ଜୋଗ୍ରାଫି। କିନ୍ତୁ ଆମକୁ ଆଉ ଗୋଟେ ପୋର୍ସନ ବି ଅଛି ଯୋଉଟାକି ଇକ୍ୱାଲି ଇମ୍ପୋର୍ଟାଣ୍ଟ, ସୋସିଆଲ ଜୋଗ୍ରାଫି ଅଲସୋ, କାରଣ ଏଇଟା ହ୍ୟୁମାନ ଜୋଗ୍ରାଫି ଅଣ୍ଡରରେ ଆସୁଛି। ଆଉ ହ୍ୟୁମାନ ଜୋଗ୍ରାଫି ଅଣ୍ଡରରେ ସୋସିଆଲ ଜୋଗ୍ରାଫି ଆଉ ଇକୋନୋମିକ ଜୋଗ୍ରାଫି ବି। ତେଣୁ ସୋସିଆଲ ଜୋଗ୍ରାଫିର ବି କୋଶ୍ଚିନ୍ ଆସିବ, ହ୍ୟୁମାନ ରେସ୍ ଉପରେ କୋଶ୍ଚିନ୍ ଆସିବ, ପପୁଲେସନ ଉପରେ କୋଶ୍ଚିନ୍ ଆସିବ, ପପୁଲେସନର ବିଭିନ୍ନ ଇନଫର୍ମେସନ ହେଲା ତାପରେ କୋଶ୍ଚିନ୍ ଆସିବ। ମାନେ ଆମର କଣ ଇନଫାଣ୍ଟ ମୋର୍ଟାଲିଟି ରେଟ୍, ଚାଇଲ୍ଡ ମୋର୍ଟାଲିଟି ରେଟ୍, କଣ କଣ ଆମର ଯୋଉଟା ଆସୁଛି MMR ମଦର ମୋର୍ଟାଲିଟି ରେଟ୍, କି ବିଭିନ୍ନ ପ୍ରକାର ଯୋଉ କୋଶ୍ଚିନ୍ ଆମର ଅଛି, ବିଭିନ୍ନ ଡେନ୍ସିଟି ପପୁଲେସନ ଡେନ୍ସିଟି ଉପରେ କୋଶ୍ଚିନ୍ ଆସୁଛି। ଏଗୁଡ଼ା କୋଉଠୁ ଆସୁଛି ସବୁ? ଏଗୁଡ଼ା ପପୁଲେସନ ଜୋଗ୍ରାଫି, ପପୁଲେସନ ଅଣ୍ଡର ସେକ୍ସନ ଟପିକ ସୋସିଆଲ ଜୋଗ୍ରାଫି ଅଣ୍ଡର ଏଗୁଡ଼ା ବି ସବୁ। କୋଉ ଟ୍ରାଇବ ଉପରେ କୋଶ୍ଚିନ୍ ଆସୁଛି, ଲାଙ୍ଗୁଏଜ ଉପରେ କୋଶ୍ଚିନ୍ ଆସୁଛି, କଷ୍ଟମ ଉପରେ କୋଶ୍ଚିନ୍ ଆସୁଛି, ବୁଝିହେଲା? ଏଗୁଡ଼ାକ ସବୁ ସୋସିଆଲ ଜୋଗ୍ରାଫି ଅଣ୍ଡରରେ। ତମ ଏଗୁଡ଼ା କୋଉଠୁ ଆସିଲା, ଏଗୁଡ଼ା କରିହେଲାନି। ଆଉ ମ୍ୟାକ୍ସିମମ୍ ପିଲା ଦେଖ ଜୋଗ୍ରାଫିରେ ଏଇ ପ୍ରୋବ୍ଲେମ ଫେସ୍ କରୁଛନ୍ତି। ସେମାନେ ଭାବୁଛନ୍ତି ଜୋଗ୍ରାଫି ମାନେ ଖାଲି ଫିଜିକାଲ ଜୋଗ୍ରାଫି, ଆଉ ଫିଜିକାଲ ଜୋଗ୍ରାଫିଟା ପଢ଼ିକି ଯାଉଛନ୍ତି, ଏବେ ଯୋଉ କୋଶ୍ଚିନ୍ ପତ୍ର କିଛି ଆସୁନି, ସବୁ ଛାଡ଼ିକି ଆସୁଛନ୍ତି। କଣ କହୁଛି ବୁଝିହଉଛି ନା ନାଇଁ? ତେଣୁ ଏଇଟା ବି ଗୋଟେ ସେକ୍ସନ, ତେଣୁ ଆମ ଆକୁ ବି ଭଲ ଭାବରେ ଶିଖିବାର ଅଛି, ବହୁତ ଭଲ ଭାବରେ ଆକୁ ବି ପଢ଼ିବାର ଅଛି। ସୋସିଆଲ ଜୋଗ୍ରାଫିର ଏଇ ପୋର୍ସନ୍ସକୁ ଆମେ ଭଲ ଭାବରେ ପଢ଼ିବାର ଅଛି। ଆରେ ସୋସିଆଲ ଜୋଗ୍ରାଫିର ଏଇ ପୋର୍ସନ୍ସକୁ ବି ଆମକୁ ବହୁତ ଭଲ ଭାବରେ ପଢ଼ିବାର ଅଛି। ୟୁ ଗଟ୍ ଇଟ୍ ଅର୍ ନଟ୍? ଆର୍ ୟୁ ଗଟ୍ ଇଟ୍? Yes, sir. Yes, ତେଣୁ sir. ଏଗୁଡ଼ା ତ ତାପରେ ସେଇଭଳିଆ ଇକୋନୋମିକ ଜୋଗ୍ରାଫିର ମନେକର କାଲି ଏଗ୍ରିକଲଚର ଉପରେ କୋଶ୍ଚିନ୍ ଆସିଲା, କାଲି ପ୍ଲାଣ୍ଟେସନ ଉପରେ କୋଶ୍ଚିନ୍ ଆସିଲା, କାଲି ଟ୍ରାନ୍ସପୋର୍ଟେସନ ସିଷ୍ଟମ ଉପରେ କୋଶ୍ଚିନ୍ ଆସିଲା, ଏୟାରପୋର୍ଟକୁ ନେଇ କୋଶ୍ଚିନ୍ ଆସିଲା, ନ୍ୟାସନାଲ ୱାଟରୱେଜକୁ ନେଇକି କୋଶ୍ଚିନ୍ ଆସିଲା, କି ରୋଡ ଟ୍ରାନ୍ସପୋର୍ଟକୁ ନେଇ କୋଶ୍ଚିନ୍ ଆସିଲା, ନ୍ୟାସନାଲ ହାଇୱେ ଉପରେ କୋଶ୍ଚିନ୍ ଆସିଲା। ତ ଏଗୁଡ଼ା କୋଉ ସବୁ ଟ୍ରାନ୍ସପୋର୍ଟେସନ ସିଷ୍ଟମର, ଏଇଟା ବି ତ ଆମର ଇକୋନୋମିକ ଜୋଗ୍ରାଫି ଅଣ୍ଡରରେ ଆସୁଛି। କି କାଲି ମିନେରାଲ ରିସୋର୍ସ ଉପରେ କୋଶ୍ଚିନ୍ ଆସିଲା, କୋଉ ଓରଟା କୋଉଠି ଅଛି, କୋଉ ଓର ପ୍ରଡକ୍ସନରେ କୋଉ କଣ୍ଟ୍ରି ଇଣ୍ଡିଆର ପୋଜିସନ କେତେ ଅଛି, ରାଙ୍କିଙ୍ଗ କେତେ, ତା ବି ତ କୋଶ୍ଚିନ୍ ଆସିପାରେ। ଆଉ ସେଗୁଡ଼ା ବି ତ ଆସୁଛି, ସେଗୁଡ଼ା ବି ତ ଇକୋନୋମିକ ଜୋଗ୍ରାଫି ଅଣ୍ଡରରେ ଆସୁଛି। ଇଣ୍ଡଷ୍ଟ୍ରିଆଲ ଲୋକେସନ ଉପରେ କୋଶ୍ଚିନ୍ ଆସିବ। ଇଣ୍ଡଷ୍ଟ୍ରିର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାହିଁକି ସେଠି ହେଇଛି, ରାଉରକେଲାରେ ହେଇଛି, ଏଟା କେମିତି ତମେ ଜାଣିବ? ଏଇଟା ବି ତ ଗୋଟେ ଜୋଗ୍ରାଫି କୋଶ୍ଚିନ୍, ଏଇଟା କଣ ଇକୋନୋମିକ ଜୋଗ୍ରାଫି ଅଣ୍ଡରରେ ଆସୁଛି। ତେଣୁ ଏଇ ସବୁ ଜିନିଷ ଯେତେ ମୁଁ କଥା କହିଲି, ଏଗୁଡ଼ା ବି ତ ଆମକୁ ଦରକାର, ଇକ୍ୱାଲି ଇମ୍ପୋର୍ଟାଣ୍ଟ। ତେଣୁ ଆମକୁ ଜୋଗ୍ରାଫିର ସବୁ ଜିନିଷକୁ, ସବୁ ସେକ୍ସନକୁ ଭଲ ଭାବରେ ପଢ଼ିବାର ଅଛି। ଫିଜିକାଲ ଜୋଗ୍ରାଫିକୁ ବି, ସୋସିଆଲ ଜୋଗ୍ରାଫିକୁ ବି, ଇକୋନୋମିକ ଜୋଗ୍ରାଫିକୁ ବି। ଏ ତିନିଟା ସେକ୍ସନ ସିଲାବସରେ ମେନସନ ହେଇଛି। ସୋସିଆଲ ଜୋଗ୍ରାଫି, ଇକୋନୋମିକ ଜୋଗ୍ରାଫି ହଉଛି କଣ ହ୍ୟୁମାନ ଜୋଗ୍ରାଫି। ତେଣୁ ଏନସିଆରଟି ବହି ବି ଗୋଟେ ହ୍ୟୁମାନ ଜୋଗ୍ରାଫିରେ ଅଛି, ସେଇଟାକୁ ତମେ ବି ରହିକି ପଢିବ ଯଦି ଆହୁରି ଭଲ। ଦେଖ ଆମେ କେତେ ଅଧିକ ପଢୁଛନ୍ତି ସେଟା କିଛି ଲିମିଟ ନାହିଁ। ଅଧିକ ଡେପ୍ଥ କେତେ ଜାଣିବା, କେତେ ଅଧିକ ପଢିବା, ନିଜର କାପାବିଲିଟି ଅନୁସାରେ ଯିଏ ଯେତେ ପଢି ପାରିଲା, ତାର କିଛି ଲିମିଟ ନାହିଁ। କିନ୍ତୁ ଯେତିକି ବେସିକ ଏସେନ୍ସିଆଲ ନିହାତି ଦରକାର, ସେତିକି ସମସ୍ତଙ୍କୁ ପଢିବାକୁ ପଡିବ। ତେଣୁ ମୁଁ ଯୋଉଟା କହୁଥିଲି ବେସିକ, ସେଗୁଡ଼ା ସବୁ ଏସେନ୍ସିଆଲ, ସେଗୁଡ଼ା ନିହାତି ଦରକାର। ସେଗୁଡ଼ା ନ କଲେ ଆମକୁ ପ୍ରୋବ୍ଲେମ ହବ। ତାପରେ ଯାହାକୁ ଟାଇମ ବଳିଲା, କାରଣ ଆମକୁ ମେନଲି ଟାଇମ ହୁଏନି। ଆମେ ଥୋଡି ଖାଲି ଦେଖ, ଏବେ ତମେ ପଲିଟି ପଢୁଥିଲ, ପଲିଟି ପଢେ ପଢେ ସାଙ୍ଗେ ସାଙ୍ଗେ ହିଷ୍ଟ୍ରି ପଢିଲ, ଏବେ ପୁଣି ଜୋଗ୍ରାଫି ଆସିଗଲାଣି। ତାପରେ ଆମେ ପୁଣି ଇକୋନୋମିକ ଷ୍ଟାର୍ଟ କରିବା, ଏନଭାରମେଣ୍ଟାଲ ଇକୋଲୋଜି ସେକ୍ସନ ବି ଷ୍ଟାର୍ଟ କରିବା, ଜେନେରାଲ ସାଇନ୍ସ ସେକ୍ସନ ମୁଁ ତମକୁ କହିଛି ଏନସିଆର ତମେ ପଢୁଥିବ, ତ ଜେନେରାଲ ସାଇନ୍ସ ସେକ୍ସନ ବି ଷ୍ଟାର୍ଟ ହବ। କରେଣ୍ଟ ଆଫେୟାର 2 ବର୍ଷର କରେଣ୍ଟ ଆଫେୟାର୍ସ ବି କରିବାର ଅଛି। ତ ସୋ ମେନି ଥିଙ୍ଗ, ଏଇଟା ପ୍ରିଲିମ୍ ପାଇଁ ପୁଣି ସି ସାର୍ଟ କରିବ, ଯାହାର ସି ସାର୍ଟ ଅଛି, ସି ସାର୍ଟ ମଝିରେ ମଝିରେ ତ ପ୍ରାକ୍ଟିସ କରିବାକୁ ପଡିବ। ତା ସହିତ ପୁଣି ଆମକୁ ଯୋଉ ଏଇଟା ପ୍ରିଲିମ୍ ଗଲା, ମେନ୍ ଏକ୍ସାମ ପାଇଁ ଆମକୁ ଅପସନାଲ ଦିଟା, ବର୍ତ୍ତମାନ ସୁଦ୍ଧା ଦିଟା ଅପସନାଲ ଅଛି, ଯଦି ଗୋଟେ ଅପସନାଲ ଲାଗୁ ହେଇଯିବ ଦେଖିବା ତାହେଲେ କଣ ହଉଛି। କିନ୍ତୁ ଅପସନାଲ ଦିଟା, ପୁଣି ଏସଏ ବି ଟିକେ ପ୍ରାକ୍ଟିସ କରିବା, ଲେଖିବା ପାଇଁ ପଡିବ। ପୁଣି GS1 GS2 ମେନ୍ ଏକ୍ସାମରେ ପୁଣି ଅଛି। ତ ପୁଣି ଲାଙ୍ଗୁଏଜ ପେପର ଅଛି, ତାକୁ ଲାଙ୍ଗୁଏଜ ପେପର ପାସ୍ କରିବାକୁ ପଡିବ। ତ ସୋ ମେନି ଥିଙ୍ଗସ୍ ଆର୍ ଦେୟାର। ତେଣୁ ଆମକୁ ନୁହଁ ଯେ ଖାଲି ଗୋଟେ ଜିନିଷ, ଆମେ ଖାଲି ଜୋଗ୍ରାଫି ପଢୁଛନ୍ତି, ଆମେ ସବୁବେଳେ ଖାଲି ପଢୁଥିବା ବସିକି। ତେଣୁ ଆମକୁ ବେସିକ ସବୁ ଜିନିଷ ପ୍ରଥମେ ଜାଣିବାର ଅଛି। ଏଗ୍ରିଗେଟ ଉପରେ ଯେତେ ଟପିକ ଅଛି, ଯେତେ ସବଜେକ୍ଟ ଅଛି, ସିଭିଲ ସର୍ଭିସ ଏକ୍ସାମ ପାଇଁ ଯାହା ଯାହା ସବୁ ଦରକାର, ଆମେ ସବୁର ବେସିକ ଜିନିଷ ଗୁଡାକ ଆନାଲିସିସ୍ କରିକି ଜାଣି ଯାଉଛନ୍ତି। ବେସିକ ଅଣ୍ଡରଷ୍ଟାଣ୍ଡିଂ ସବୁଥିରେ ଆମର ରହିବା ଦରକାର, ସୋ ଦ୍ୟାଟ ଆମକୁ ପରୀକ୍ଷା କ୍ଲିୟର କରିବା ପାଇଁ ଇଜି ହବ।
ମୁଁ ଏଗେନ୍ ବାରମ୍ବାର କହୁଛି ଆମକୁ ଏଠି କେବଳ ଆମେ କ୍ଲାସ୍ କରୁଛନ୍ତି ଏକ୍ଜାମ କ୍ଲିୟର କରିବା ପାଇଁ, ପଣ୍ଡିତ ହେବା ପାଇଁ ନୁହେଁ। ଏଇଟା ସବୁବେଳେ ମାଇଣ୍ଡରେ ରଖିବ। ତୁ ଯେ ପାଠ ପଢୁଛ ପଣ୍ଡିତ ହେବା ପାଇଁ ନୁହେଁ, ଓନ୍ଲି ଏକ୍ଜାମ କ୍ଲିୟର କରିବା ପାଇଁ। ଆଉ ଏକ୍ଜାମ କ୍ଲିୟର କରିବା ପାଇଁ ହେଲେ ଆମକୁ ଗୋଟେ ଜିନିଷରେ ଆମେ ଯଦି ପଣ୍ଡିତ ଦେଖେଇ ହବା, ଅଲଗା ଗୋଟେ ଜିନିଷ ଆମର କିଛି ନାହିଁ, ତ ଆମକୁ କାଳେ କ୍ଲିୟର ହବନି। ତେଣୁ ସବୁ ସବଜେକ୍ଟ ପ୍ରତି ଇକ୍ୱାଲ ୱେଟେଜ ଆମକୁ ଦବାର ଅଛି। ଆମକୁ ସିସାଟ ବି କରିବାର ଅଛି, କାରଣ ସିସାଟ ତ ମାନେ ତମ 70 ଉପରେ ରହିଲାନି ତ ହବ କି, ସବୁ ତ ଗଲା ଖରାପ, ସେଇଠି ଖରାପ ହେଇଗଲା। ତେଣୁ ଆମକୁ ସିସାଟ ବି କରିବାର ଅଛି, ଆମକୁ ଜିଏସ୍ ପ୍ରିଲିମ୍ ଜିଏସ୍ ଯାହା ସବୁ ଟପିକ୍ ଅଛି ତାକୁ ବି କରିବାର ଅଛି। ତାପରେ ଆମକୁ ଲାଙ୍ଗୁଏଜ ପେପର ବି କରିବାର ଅଛି, ଇଂଲିଶ ଲାଙ୍ଗୁଏଜ ପେପର, ଓଡ଼ିଆ ଲାଙ୍ଗୁଏଜ ପେପର। ତାପରେ ଆମକୁ ଜିଏସ୍ 1 ଟୁ ମେନ୍ ଜିଏସ୍ 1 ର ସବଜେକ୍ଟିଭ ଯୋଉ ପଡୁଛି ତାକୁ ବି ତ ଦେଖିବାର ଅଛି। ଅପସନାଲ ଦିଟା ଆମର ଅଛି, ତାକୁ ଯଦି ଆମେ ଅପସନାଲ ପଢିବାର ଅଛି, ପୁଣି ଏସେ ଲେଖିବାର ଅଛି। ଏତେ ସବୁ ହେଇସାରିଲା ପରେ ପୁଣି ଇଣ୍ଟରଭ୍ୟୁ ପାଇଁ ପ୍ରିପେୟାର ହେବାର ଅଛି। ଇଣ୍ଟରଭ୍ୟୁ ପ୍ରିପାରେସନଟା ଦେଖ, ସବୁବେଳେ ଇଣ୍ଟରଭ୍ୟୁ ପ୍ରିପାରେସନଟା ସାଇମଲଟେନିୟସଲି ଚାଲେ। ଇଣ୍ଟରଭ୍ୟୁ ପ୍ରିପାରେସନଟାରେ କିଛି ଅଲଗା ପ୍ରିପାରେସନ ନଥାଏ, କାରଣ ଆମେ ପଢି ପଢି ଆମର ଯୋଉ ପର୍ସନାଲିଟି ବନିବ। ଦେଖ ଆଗରୁ ତମେ ଯେତେବେଳେ ପ୍ରିପେୟାର କରୁନଥିଲ, ତମର ୱେ ଅଫ୍ ଥିଙ୍କିଂ ଯୋଉ ଭଳିଆ କଥା, ଆଗରୁ ଆମ ଓଡ଼ିଆରେ ଗୋଟେ କଥା ଅଛି, ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବ୍ୟବହାର। ତାର ତାର ମିନିଂ ହେଲା, ଆମେ ଯେତେ ଭିତରକୁ ଯିବା, ଯେତେ ଜିନିଷ ଜାଣିବା, ସେ ଅନୁସାରେ ଆମ ବ୍ୟବହାର ରିଫ୍ଲେକ୍ଟ ହବ। ସେ ଜିନିଷଟା ଆମ ବ୍ୟବହାର ରିଫ୍ଲେକ୍ଟ ହବ। ବର୍ତ୍ତମାନ ତମେ ଯେହେତୁ ସମସ୍ତଙ୍କ ମନରେ ଗୋଟେ କଥା ଆଙ୍କି ଆସିଛି ଯେ ଆମେ ସମସ୍ତେ ଅଫସର ହବା, ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ହଉ କି ୟୁପିଏସସି ହଉ କି ଓପିଏସସି ହଉ, ଅଫସର ହବାର ଅଛି। ତ ଅଫସର ହେଲା ମାନେ ସେଇଭଳିଆ ମାଇଣ୍ଡ ସେଟ୍ ତମର ଆସିଯିବ, ଥିଙ୍କିଂ କାରଣ ସେଇ ଡିରେକ୍ସନରେ ହେଲା। ତମ ଆମେ ଯେତେବେଳେ କୌଣସି କଥା ଡିସ୍କସନ କରୁଛନ୍ତି, ତମ ଥିଙ୍କିଂ ସେଇ ଟାଇପର ହଉଛି। ଆମକୁ ଏଇଟା କରିବାର ଅଛି, ସେମିତି ଆନାଲିସିସ୍ କରିବାର ଅଛି, ଏ ଜାଣିବାର ଅଛି, ସେ ଜାଣିବାର ଅଛି, ଏଗୁଡ଼ା ପଢିବାର ଅଛି, ସେଗୁଡ଼ା କରିବାର ଅଛି। ତ ଥିଙ୍କିଂ ଚେଞ୍ଜ ହଉଛି, ମଣିଷର ଯେତେବେଳେ ଥିଙ୍କିଂ ଚେଞ୍ଜ ହବ, ସେଥିପାଇଁ ଗୋଟେ ପ୍ରୋଭର୍ବ ଅଛି ବା କୁହାଯାଇଛି, ଗୋଟେ ବହି ଅଛି ରିଚ୍ ଡାଡ୍ ଆଣ୍ଡ ପୁଅର୍ ଡାଡ୍। ସେଇଥିରେ ଲେଖା ହେଇଛି ଯେ ଆମମାନଙ୍କର ବର୍ତ୍ତମାନର ପୋଜିସନ ହଉଛି ବିକଜ ଅଫ ଦ ପାଷ୍ଟ ଥଟ୍ ପ୍ରୋସେସ ଦ୍ୟାଟ୍ ୱି ହ୍ୟାଡ୍। ଆମର ବିଗତ ଦିନ ମାନଙ୍କରେ ବା ଅତୀତରେ ଯୋଉ ଭଳିଆ ଥଟ୍ ପ୍ରୋସେସ ଥିଲା, ଯୋଉ ଭଳିଆ ଚିନ୍ତାଧାରା ଥିଲା, ତାର କଲମିନେସନଟା ବା ତାର ରେଜଲ୍ଟଟା ହଉଛି ଆମ ବର୍ତ୍ତମାନର ପୋଜିସନ। ଏଇଭଳିଆ ସ୍ଥିତିରେ ବର୍ତ୍ତମାନ ଅଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଆମର ଯୋଉ ଭଳିଆ ଚିନ୍ତାଧାରା ହବ, ଯୋଉ ଭଳିଆ ଚିନ୍ତାଧାରା ଦେଇକି ଆମେ ଗତି କରୁଛନ୍ତି, ବା ଯୋଉ ଭଳିଆ ଚିନ୍ତାଧାରା ଆମ ମାଇଣ୍ଡରେ ଅଛି, ଆମେ ଯେମିତି ଚିନ୍ତା କରୁଛନ୍ତି, ତାର ରେଜଲ୍ଟ ଆମର ଆଗାମୀ ଦିନ ମାନଙ୍କରେ ଆମର ପୋଜିସନ କ୍ରିଏଟ କରିବ। ତେଣୁ ବର୍ତ୍ତମାନ ସମୟରେ ଯେହେତୁ ଆମେ ଆଗାମୀ ଦିନ ଅଫିସର ହେବା ପାଇଁ ଚାହୁଁଛନ୍ତି, ତ ସେଇଭଳି ଆମ ଥଟ୍ ପ୍ରୋସେସରେ ସେଇ ଲାଇନରେ ଆଲାଇନମେଣ୍ଟ ହଉଛି, ଆମ ଥଟ୍ସ ବି ସେମିତି ଚେଞ୍ଜ ହଉଛି। କାଲି ଯଦି ତମେ ଚାହୁଁଥିବ ଗୋଟେ କଣ କୋଉଠି ଗୋଟେ ଦେଇକି ଗୋଟେ ପ୍ରାଇଭେଟ ସେକ୍ଟରରେ ଜବ୍ କରିକି ଗୋଟେ ରହିଯିବି କମ୍ପାନୀରେ, ତ ତମର ଏତେ ଜିନିଷ ଆସିବନି, କୋଉଠି କଣ ଗୋଟେ ଇଣ୍ଟରଭ୍ୟୁ ଦେଇକି କି ଇଂଲିଶ ଫିଂଲିଶ କହିକି ଶିଖିକି କୋଉଠି କଣ ଗୋଟେ ରହିଯିବି, ଛୋଟ ମୋଟ ଚାକିରି ଗୋଟେ କରିକି ରହିଯିବି ଗୋଟେ, ତ ଲାଗନ୍ତା ସେମିତି। କିନ୍ତୁ ତମେ ଯେତେବେଳେ ଅଫିସର ର୍ୟାଙ୍କରେ ବର୍ତ୍ତମାନ ଆସୁଛ, ତମକୁ ଜିନିଷ ଆହୁରି ଅଲଗା ଟାଇପର ଚିନ୍ତା ଆସୁଛି ମାଇଣ୍ଡରେ। ମତେ ଏତେ ଜେନେରାଲ ଷ୍ଟଡିଜ ପଢିବାର ଅଛି, ଜିଏସ୍ ପଢିବାର ଅଛି, ଏମିତି କଥାବାର୍ତ୍ତା କରିବାର ଅଛି, ଇଣ୍ଟରଭ୍ୟୁ ପାଇଁ ଏମିତି କହିବାର ଅଛି, କି ମୋ ନିଜ ପର୍ସନାଲିଟିକୁ ଏତେ ଡେଭଲପ କରିବାର ଅଛି, ତ କରିବାର ଅଛି, ଅଲ୍ ଦୋଜ ଥିଙ୍ଗସ ସେଇ ଜିନିଷଟା ଆମ ଥଟ୍ ପ୍ରୋସେସରେ ଆସିଯାଉଛି। ତ ସେଇ ଅନୁସାରେ ଆମ ବିହେଭିୟର ବି ଚେଞ୍ଜ ହେଇଯିବ, ବିହେଭିୟର ପାଟର୍ନ ଚେଞ୍ଜ ହେଇଯିବ, ଜିନିଷକୁ ଅଲଗା ନଜରରେ ଦେଖିବା। ବୁଝିପାରୁଛ ନା? ତ ସବୁ ଜିନିଷ ଏଇ ଥଟ୍ ପ୍ରୋସେସର କାମ। ତେଣୁ ସେଇ ଅନୁସାରେ ଆମ ଥଟ୍ ପ୍ରୋସେସ ବର୍ତ୍ତମାନ ଚେଞ୍ଜ ହଉଛି। ଆଉ ଏଇ ଯେତେବେଳେ ଆମେ ଏତେ ଜିନିଷ ପଢିବା, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, କରେଣ୍ଟ ଆଫେୟାର୍ସ, କଣ କଣ ସବୁ ଜିନିଷ ଯୋଉ ଦରକାର ହବ ଆମେ ସେଗୁଡ଼ା ସବୁ ପଢି ଚାଲିବା, ସେଇ ଜିନିଷ ବି ଆମର ବେସକୁ ବହୁତ ଷ୍ଟ୍ରଙ୍ଗ ବନେଇବ। ଆମର ଯୋଉ ବେସିକ ଅଣ୍ଡରଷ୍ଟାଣ୍ଡିଂ ବା ଦୁନିଆକୁ ଦେଖିବାର ନଜରିଆ, ବୁଝୁଛ ନା? ତାର ପର୍ସପେକ୍ଟିଭରେ କାଫି ଚେଞ୍ଜେସ୍ ଆସିବ। ଏ ଜିନିଷ କାଫି ବହୁତ ବଢିଆ ଭାବରେ ବିଲ୍ଡ ହବ। ଏବେ ତୁମ ଟିକେ ଟିକେ ତମର ଏବେ ଅନୁଭବ ହଉଥିବ, ଦେଖିବ ଏବେ କିଛି ଦିନ ହେଲା ତମେ କ୍ଲାସ କଲଣି, କିଛି କିଛି ଅନୁଭବ ଆସୁଥିବ, ଆଉ ଆଗକୁ ଆଗକୁ ଏଇ ଅନୁଭବଟା ଷ୍ଟ୍ରେଙ୍ଗଦେନିଂ ହବ। ଯଦି ଆଗକୁ ଆଗକୁ ଯିବା, ଦିସ୍ ଅନୁଭବ, ଦିସ୍ ଏକ୍ସପିରିଏନ୍ସ ୱିଲ୍ ବି ଷ୍ଟ୍ରେଙ୍ଗଦେନ୍ଡ ଗ୍ରାଜୁଆଲି ଆଗକୁ ଆଗକୁ ଯେତେବେଳେ ଯିବା। ତେଣୁ ଏଇ ସବୁ କଥାର ମୁଖ୍ୟ ଉଦ୍ଦେଶ୍ୟ କହିବାର ହେଲା ଯେ ଆମକୁ କଣ କରିବାର ଅଛି, ଜିନିଷକୁ ଶିଖିବାର ଅଛି, ବୁଝିବାର ଅଛି, ଜାଣିବାର ଅଛି, ବ୍ଲାଇଣ୍ଡଲି କୌଣସି ଜିନିଷକୁ ଆକ୍ସେପ୍ଟ କରିବାର ନାହିଁ ବା ଘୋଷିବାର ନାହିଁ, ଯୋଉଟାକୁ ଓଡ଼ିଆରେ ଆମେ ଘୋଷିଦବ। କୌଣସି ଜିନିଷ ଘୋଷା ଯାଏନି, ଏଇଟା ମନେ ରଖିଥାଅ ତମେ ସମସ୍ତେ। ତେଣୁ ଏଇ ସବୁ ଜିନିଷକୁ ଆମେ ବୁଝିବାର ଅଛି ଭଲ ଭାବରେ। ଆଉ ଆପରେ ଯେତେବେଳେ ଆମେ ଷ୍ଟାର୍ଟ କରିବା ଫିଜିକାଲ ଜିଓଗ୍ରାଫିର କିଛି ପୋର୍ସନ ଷ୍ଟାର୍ଟ ହବ, ସୋସିଆଲର ବି, ଇକୋନୋମିକର ବି, ସବୁ ବର୍ଷ ଟିକେ ବେସିକ ବୁଝିବ। ହଁ, କିଛି କିଛି ଜିନିଷ ଆମକୁ ଯୋଉଟା ଡାଟା ବେସ୍ଡ କୋଶ୍ଚିନ୍ ହେଲା, ପୁରା ଇଣ୍ଡେକ୍ସ ହେଲା, କିଛିଟା ଫିଗର୍ସ ହେଲା, ଫ୍ୟାକ୍ଟ ହେଲା, ଏଇ ଜିନିଷ ମନେ ରଖିବା। କିନ୍ତୁ ଏଇ ଆମର ଯେତେବେଳେ ଅଣ୍ଡରଷ୍ଟାଣ୍ଡିଂ କ୍ଲାରିଟି ଥିବ, ସେଇ ରିଲେସନରେ ଏଇ ଜିନିଷଟା ମନେ ରଖିବା ପାଇଁ ବି ଇଜି ହବ। ଯେତେବେଳେ ଆମର ଅଣ୍ଡରଷ୍ଟାଣ୍ଡିଂ କ୍ଲାରିଟି ଅଛି, ଅଲ୍ ଦୋଜ ଥିଙ୍ଗସ୍ ୱିଲ୍ ବି ଇଜି ଫର ଅସ୍ ଟୁ ମେମୋରାଇଜ ଦେମ୍। ସେଥିରେ କିଛି କୌଣସି ପ୍ରୋବ୍ଲେମ୍ସ ଆସିବନି। ଫ୍ୟାକ୍ଟ ଗୁଡ଼ା ବି ଅଟୋମେଟିକ ମନେ ରହିବ, ବାରମ୍ବାର ପଢ଼ିଲା ପରେ ମନେ ରହିବ। ତେଣୁ ପରିଶ୍ରମ ତ ନୋ ଡାଉଟ୍ ଦରକାର। ଏତେ ଜିନିଷ ମୁଁ କହିଲି, ଏତେ ଜିନିଷ ଆମକୁ କରିବାକୁ ହେଲେ ରେଗୁଲାର କଣ୍ଟିନ୍ୟୁଅସ୍ ପରିଶ୍ରମ ଆମକୁ ଦରକାର, ନହେଲେ ହବନି। ରେଗୁଲାର ପରିଶ୍ରମ, କଣ୍ଟିନ୍ୟୁଅସ୍ ପରିଶ୍ରମ ଆମକୁ ଦରକାର ହେଲା। ତେଣୁ ସେଥିପାଇଁ ମୁଁ କହିବାର ଉଦ୍ଦେଶ୍ୟ ହେଲା ଯେ ଆମକୁ କଣ କରିବା ପାଇଁ ପଡ଼ିବ, ଯେ ତମ ପାଖରେ ଆଟଲାସ୍ ରହିବା ଦରକାର। ଯଦି ଆଟଲାସ୍ ନାହିଁ, ତାହେଲେ କଣ କରିବା, ଗ୍ଲୋବ ଥିବା ଦରକାର। ଯଦି ଗ୍ଲୋବ ଆଟଲାସ୍ କିଛି ବି ନାହିଁ, ଗୁଗଲ ଇମେଜକୁ ସବୁବେଳେ ୟୁଜ୍ କରିବ। ଗୁଗଲରେ ଇମେଜ ଦେଖି ଦେଖି ପଢ଼ିବ ହେଲା। କାରଣ ୱିଦାଉଟ୍ ଭିଜୁଆଲାଇଜେସନ୍, ୱିଦାଉଟ୍ ସିଇଂ ଦ ପିକ୍ଚର ଅନ୍ ଦ ମ୍ୟାପ୍ ବା ମ୍ୟାପ୍ ବିନା ଜିଓଗ୍ରାଫି ପଢ଼ିବାର କିଛି ମାନେ ନଥାଏ ହେଲା।
जहाँ पढ़ा से देखा सीइंग इज बिलीविंग कौन स्टेट विषय पढ़ले इंडिया विषय पढ़ले विभिन्न इंडिया विभिन्न कनसेप्ट स्टार्टिंग क्लास मनकर इंडिया विषय पढ़ा इंडिया जोग्राफिकल लोकेशन को भाया के लाटिट्यूड के लंगिट्यूड तो सांगे सांगे तुम देख अच्छा इंडिया लाटिट्यूड के अच्छा नॉर्थ मोस्ट लाटिट्यूड के नॉर्थ मोस्ट लंगिट्यूड के साउथ मोस्ट लंगिट्यूड के ये वेस्टर्न लाटिट्यूड के ईस्टर्न लाटिट्यूड के यहाँ आम ग्लोबर सदर्न पोस्ट नॉर्दर्न ग्लोब आम जो इंडिया तो गोटे ग्लोब टाइप तो नॉर्दर्न हेमिस्फीयर और साउदर्न हेमिस्फीयर अच्छे आम इंडिया नॉर्दर्न हेमिस्फीयर अच्छे देखिए अच्छे केमी अच्छी चारिपटे कौन कौन देश मैंने अच्छा अच्छा बे ऑफ बेंगल कौटी अच्छे अरेबियन सी कौटी अच्छे इंडियन ओशन कौटी अच्छे मालदीव्स कौटी अच्छे श्रीलंका कौटी अच्छी बांग्लादेश कौटी आम नाइबर स्टेट गुड़ाक जहाँ सब विषय भी देखा केमी कौन पोजिशन अच्छी रिभर सिस्टम विषय पढ़ा देखिए कौ रिभरटा केमी जाइए कौट बाहर कौट जाकि पड़ी पाखे कौ नदीटा जॉइन करमी कौन अच्छे एवरीथिंग वी शुड सी पिक्चर देखिले ही क्लारिटी आसो अंडरस्टांडिंग क्लारिटी भल भाव बन खाली ब्लाइंड रूप बस खाली बहीटा बस पढ़ीदे से थोड़ी मन रहा सब जिन सब देखुना जानूना आनालीसीस करूना थोड़ी से खाली नोट्स टाक देखिए गोटे बही पढ़ले हम कि तेणु इमेज सांगे सांगे देखा तेणु जोग्राफी गोटे ये सब्जेक्ट आमको सब मैप्र आवश्यकता रही बुझे मैप्र सब आवश्यकता रही जदि तुम पाखे मैप नहीं सब गूगल इमेज रे जहाँ पढ़ो से जिन सर्च करा पड़ो ना जब भाव गोटे आटलास पाखे रखीदेटा भी बेटर है तो जोग्राफी जीएस जोग्राफी आमको ये दरकार हम आ रेगुलाली आम जो क्लास हम तार नोट्स गुड़ाक सब टिपिक दूसरी नोट्स गुड़ाक सब लखी जो जो दरकार हम किसी पीडीएफ तुमको पठेबी पीडीएफ प्रिंटेड पीडीएफ पठेबी दरकार हम जो जगह आ जो जो जगह ना मुझे सब गुड़ाक नोट्स बनाए आम पीडीएफ फॉर्मेट सब जिन ना तेणु नोट्स लिखा पड़ो मो मत नोट्स लिखाटा बेटर कारण रईटिंग प्राक्ट भी हो मेन एग्जाम रईटिंग प्राक्ट दरकार बुझे रईटिंग प्राक्ट भी हो तेणु से करवा दरकार आउ जोग्राफी आउ गोटे इंपोर्टाट जिन तुमको कहबार अच्छे देख जिते जोग्राफी पढ़ जमी तुम हिस्ट्री करुले मतलब जो दिन जो पोर्सन सर से दिन से पोर्सन एमसीक्यू गुड़ाक सल्व कर नेट्रे नेट्रे बहुत वेबसाइट अच्छा गूगल मिल तुमको तार सब गुड़ाक एक्सप्लेनेसन देखो तार जमी आम जोग्राफी हिस्ट्री करुले जोग्राफी भी से भाया करने पड़े कारण तुम जो जिन पढ़ुच प्लस एमसीक्यू सल्व कर थिंकिंग लेवल आहरी वाइडेन हो अच्छा यहाँ पढ़ी बोधे एमती कनसेप्ट तो गोटे नुआ क्वेश्चन पड़ी ये कनसेप्ट क्लास कहीं सार कही ना अच्छा नुआ जितना लिखी नोट्रे लिखी ता सहित सब तुम कम है देख मुझे तुम स्टार्टिंग क्लास भी कही आम कारण समुद्र भाया नॉलेज अच्छी जोग्राफी भी समुद्र भाया हिस्ट्री नॉलेज समुद्र भाया सब जिन माने ओशन टाइप आम ता भर यदि डुबकी मारे ना कत हजिजा किसी पता मिल जदि आम ठीक से न जाणिकी जमी कहते ठीक से न बुझिकी जब भर डुबकी मारा तो कुआडे हजिजा आमको कहीं खोजिकी पाइबे तेणु से आमको गाइड करने पाखे कौन अच्छे आम सिलेबस अच्छे पास्ट ईयर क्वेश्चन अच्छे आम पढ़ा कौ डायरेक्शन कौन पढ़ा कौटा एसेंशियल फॉर अस ये सब जिन जानापी वी हैव सिलेबस ऑफ आवर ओन एंड द पास्ट ईयर क्वेश्चंस जो आगर जो परीक्षा हो विभिन्न वर्ष मानक आम पाखे 2015 रू 2020 पर्यटन परीक्षा ए वर्ष भी क्वेश्चन आर मस वर्ष भी क्वेश्चन पलि आस 2021 क्वेश्चन पलि आस तेणु एत जिन जो अच्छे आम पाखे ये क्वेश्चन हूँ गाइड ये जो क्वेश्चन से पकई ये क्वेश्चन हूँ गाइड एम आमको इंडिकेशन मिले आम कौ डायरेक्शन में पढ़ा कौन कौन पढ़ा कौ कौ एरिया बेस फोकस करवा कौ पॉइंट गुड़ा ठीक से मन रखिक जा परीक्षा ना जोग्राफी एत भास्ट अच्छी भर तुम पशिज तुम ये जीवन में सरबनी लास्ट को तुमको लगे जोग्राफी बोरिंग लगे मोर जोग्राफी होनी जो पिला किसी पिला कहते मोर होनी बोली किसी ना होनी मुख्य कारण हूँ जिन सब ठीक से बुझा पड़ो जो टीचर पढ़ाला ठीक से बुझे पारे जिन जिन सब ठीक से फिल कर से प्रोब्लेम होता मतलब होनी बोली जिन दुनिया अच्छे गोटा हेनी किसी पिला कहते मोर फिजिक्स होनी मोर मैथमेटिक्स होनी कौन सब तार माने हूँ छुआ बेलू जो टीचर पढ़े से जिन क्लारीटी से फिल कर तेणु से असुविधा रही जाए तेणु बोरिंग लगुच जिन पढ़ाई तेणु से जब आम ठीक से आम डायरेक्शन पाइबानी कौन पढ़ार अच्छे कौन पढ़ार ना सब भेरी 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 मोर इंपोर्टाट कारण पाठ तो समुद्र भाया अच्छे सब जिन तुमको दरकार ना तुम कौन पढ़ा कौन छाड़ा कौ जिन फोकस करवा से जिन इंडिकेशन आमको मिल पास्ट ईयर क्वेश्चन मानक अरे पास्ट ईयर क्वेश्चन को हम ठीक से एनालिसिस करूना तो आमको घूरी बुलवा सब समुद्र भर आमको लगे यहाँ तो कहीं सारे पढ़े ना एगुड़ा तो पढ़े ना के जोग्राफी अच्छी कौन कह बोरिंग लगे स्टार्ट हो जोग्राफी तुम रैंडमली किसी क्वेश्चन जाकि सल्व कर तुम हेनी कहते होनी कि क्वेश्चन एमसीक्यू जो पिला गुड़ाए बही अच्छी से सब आर्ट सड़ जिन भी रखी दौरान से थोड़ी दरकार ना एत टाइम आम पाखे अच्छे से पढ़ी सारे
आम स्मार्ट प्रिपेरेसन करवा ना स्मार्टनेस इज वेरी इंपोर्टेंट तेणु स्मार्ट प्रिपेरेसन कौन इंडिकेशन दरकार कौ क्वेश्चन पड़ो कौन कौ डायरेक्शन में प्रिपेयर करवा कारण से गुड़ा ही परीक्षा पड़ो और से गुड़ा ही परीक्षा गले आम करेक्ट करवा आमको मार्क आस सिलेक्शन होगा बुझे जोग्राफी किए के जानी से इंपोर्टेंट नो परीक्षा जो क्वेश्चन पड़े जानी इंपोर्टेंट सो खाली जोग्राफी नुह सब सेक्शन सब से परीक्षा कौन पड़े आम जाना पड़ो आमको सब जिन नलेज गुड़ाए नलेज थे किसी लाभ ना परीक्षा कौन पड़े जाना है तो से अनुसार आमको पास्ट ईयर क्वेश्चन गुड़ाक सिलेबस तो अच्छे आम पाखे आम जो मन जोग्राफी पढ़ुन जोग्राफी लिखाई सिलेबस लिखाई कौन ना जो फिजिकल जोग्राफी सोशल जोग्राफी इकोनॉमिक जोग्राफी ऑफ इंडिया एंड वर्ल्ड एटा कौन सिलेबस तो सब रहा पृथ्वी में जहाँ सब तो भर रहीगला तेणु सिलेबस को कौन कि प्रिलिम रे डिफाइन कराइनि ठीक से किंतु आमर कौन है ना मेन जो आम परीक्षा जो क्वेश्चन पड़ी 2015 है 16 है 17 है 18 है 19 है 20 है 21 परीक्षा हो तो ये जो परीक्षा जो क्वेश्चन गुड़ाक पड़ी अलरेडी सेक्शन जोग्राफी सेक्शन प्रिलिम परीक्षा तुम जब चाहब ए तो तुम पढ़ी बोली सब संपूर्ण पढ़ाई बोली गलाम वेबसाइट हेमुंडा.com रे भी जोग्राफी जो 2015 आरंभ करके 2020 पर्यंत सबू पास्ट क्वेश्चन विथ सॉल्यूशन अपलोड कर देछि माने गोटे ये ब्लॉग पोस्ट सब लिखि देछि माने टोटली पास्ट ईयर क्वेश्चन गुड़ाक सहित विथ सॉल्यूशन कि सेटा जेहेतु तुम तुम देखिपार कि जेहेतु तुम बर्तमान सब पढ़ा है तो सेटा टिके ये पारे आउ टिके जोग्राफी नॉलेज आसीगला पर से जिन तुमको ठीक से बुझा पड़ो ये तो किसी जानी गोटे पिला किसी जानी जोग्राफी तो बर्तमान कौन लगे बुझे ना तो कहबार उद्देश्य है जे आम पाखे गाइड करने आम जो पथभ्रष्ट हो एपट सेपट हो पढ़ला बेले कारण जो समुद्र जाऊँगी चारिआडे पानी ही पानी चारिआडे तो आम कौ डिरेक्शन जा कौटी जाकि पहुँचा आम गंतव्य स्थल कौटी तो गोटे पर्टिकुलर डिरेक्शन दरकार ना गोटे गाइड दरकार आमको जाकि आम ये पहुँचार अच्छे डिरेक्शन जा से भाया जो आम प्रिपेयर कर नॉलेज ओशन भाया अच्छे तुम इवन भी जीव देख इंटरनेट रे फ्लडेड विथ मटेरियल्स किए जोग्राफी मटेरियल यूट्यूब रे भी किए जोग्राफी क्लास कलानी तो किए कौन क्लास कलानी किए डाउट एमसीक्यू सॉल्व करके बुझाऊँ किए कौन करुँच किए गुड़ाई वेबसाइट अच्छे विभिन्न प्रकार जिन कर तो सो मेनी थिंग्स आर देयर फ्लडेड विथ मटेरियल्स फ्लडेड विथ नॉलेज तो भास्ट अच्छी बहुत यहाँ है गुड़ाई जिन अच्छी तो आमको सब तो दरकार ना आम जीएस प्रिपेयर कर पोर्सन जोग्राफी जो पोर्सन प्रिपेयर कर जीएस प्रिपेयर कर खाली तेणु आमको जीएस पर्सपेक्टिव पुणी स्टेट पीसीएस ओडिशा आमको केते दरकार तो से अनुसार आमको प्रिपेयर होवार अच्छे और सही गाइडेंस आमको कौन मिल पास्ट ईयर क्वेश्चन सिलेबस जब परफेक्टली डिफाइन है तुम कह यही सिलेबस तो जो प्रिलिम सिलेबस यूपीएस तो सेम टू सेम यूपीएस रे प्रिलिम सिलेबस जहाँ आईएएस पिला आम ओपीएस रे भी सेम टू सेम सिलेबस प्रिलिम किंतु क्वेश्चन डिफरेन्स अच्छे से क्वेश्चन डेप्थ अलग एटी क्वेश्चन डेप्थ अलग तेणु से क्वेश्चन इज वेरी मच इंपोर्टेंट है पास्ट ईयर क्वेश्चन गुड़ा बहुत इंपोर्टेंट तुम पाखे गाइड है तुम देखो 2015 20 क्वेश्चन अलरेडी वेबसाइट अपलोड कर देती विथ सॉल्यूशन तो सेगुड़ा भी तुम पाखे क्वेश्चन रहा तेणु जितेबाला भी आम जहाँ पढ़ा हम जो पोर्सन आम पढ़ाला मनकर देखो से पोर्सन रिलेटेड किसी क्वेश्चन पड़ी कि पास्ट ईयर तुम प्रथम काम हो ओएस कौन पड़ी कि ओएसटा हूँ आम परीक्षा कारण से आम लिखा तेणु से तुम फास्ट प्रायोरिटी हवा दरकार जे से परीक्षा मनकर काली आम पढ़ा इंडिया गोटे फिजिकल इनफर्मेशन विषय पढ़ा कि ड्रेनेज सिस्टम विषय में पढ़ा है तो ड्रेनेज सिस्टम विषय में पढ़ीदे आम हिमालयन रिवर सिस्टम विषय पढ़ले इंडस रिवर सिस्टम ब्रह्मपुत्र रिवर सिस्टम एगुड़ा सब पढ़ले मनकर है कि गंगा रिवर सिस्टम एगुड़ा सब पढ़ले तो तुमको लगे अच्छा अच्छा ये रिवर सिस्टम पर किसी क्वेश्चन पड़ी कि सागे सागे पढ़ल पास्ट ईयर 2015 देखिए अब सब क्वेश्चन अपलोड हो हेमुना.com हेमुना.com पढ़ेगा तो सब ईयर वाइज अपलोड कर 2015 2016 2017 2018 कर तो 2015 को गल अच्छा 2015 रिवर सिस्टम कौन क्वेश्चन पड़ी देखीदे तो रिवर सिस्टम क्लास चैप्टर तुम सरी जाइए तुम जाकि देख कि हिमालयन रिवर सिस्टम सरीगला तो हिमालय रिवर सिस्टम क्वेश्चन अच्छा गंगारू कौन पड़ी क्वेश्चन अच्छा गंगार को प्रोजेक्ट पड़ी गंगा नदी में गुड़ा ट्रिब्यूटारी अच्छी तो गुड़ा सब किसी ना किसी प्रोजेक्ट बनी ब्रह्मपुत्र भी से इंडस रिवर सिस्टम भी अच्छा कौटी कौन प्रोजेक्ट बनी कौटा कार कौन ट्रिब्यूटारी नदी पचारि कौन क्वेश्चन पड़ी देखा कौट कौट अरिजिन है पचारि कौटा कौट पड़ी पचारि तो गुड़ाए सिंह क्वेश्चन बनी पारे से सुन नहीं तो कौन पड़ी देखा से गुड़ा डायरेक्शन दब आइडिया दब जो कौन पढ़ा कौ लाइन में जावा केमी प्रिपेयर करवा हापाजाड़ हो पढ़ले किसी हेनी अलवेज रिमेम्बर एटा कारण पाठ बहुत अच्छे आमको सबुड़ा दरकार ना आमको जहाँ परीक्षा पड़ो से जिन आमको दरकार एगेन एगेन मुझे आम ये पंडित हाँपाई पढ़ुना वी आर ट्राइंग टू बी ऑफिसर गोटे ऑफिसर पंडित नुहे कि ऑफिसर गोटे स्मार्ट पर्सन जे कि सब जिन ठीक से टिके जानी गोटे आईएएस अफसर मन पंडित लगे सी सिंपल ग्राजुएसन पिला सिंपल प्लेन ग्राजुएसन पिला आईएएस अफसर बनी पार बहुत पिला खाली बीए पढ़ी आईएएस अफसर बनुँच अच्छे बड़ बड़ ज्ञानी गोटे गोटा
बट दे आर भेरी स्मार्ट जेतिक जिनिस दरकार एडमिनिस्ट्रेशन पाई जो जिनिस बेसिक दरकार से जिनिस जଣା ଅଛି बुझी पंडित हाँ हेल्ले आमको रिसर्च करने पड़ो जाकि से डिरेक्शन में तेणु आम रिसर्च करूना तो परीक्षा आम पढ़ुँ बुझे ना परीक्षा भल मार्क रखिक ऑफिसर बनवा तेणु से पर्सपेक्टिव कहूँ से गाइड हो पास्ट क्वेश्चन गुड़ा तो से अनुसार जहाँ पढ़ा सागे पास्ट क्वेश्चन को जीव आगे ओएस कौन पड़े ओएस सरला देख प्रिलिम मनकर आईएएस प्रिलिम पास्ट मनकर जो पुराना आईएएस प्रिलिम क्वेश्चन गुड़ा किसी क्वेश्चन पड़ी कि डेप्थ हाई डेप्थ क्वेश्चन थी अपेक्षा स्टेट पीसीएस अपेक्षा से क्वेश्चन देखिए बनूसी ना नहीं कि अलग पीसीएस मनकर बिहार पीसीएस है स्टेट वेस्ट बेंगल पीसीएस है कि आमर तमिलनाडु पीसीएस है केरला पीसीएस है यूपी उत्तर प्रदेश पीसीएस है गुड़ा हरियाणा पीसीएस राजस्थान पीसीएस आम गुड़ा जिते स्टेट से पीसीएस हो सब किसी अलग जो सीजीएल परीक्षा हो कि रेलवे परीक्षा हो कि विभिन्न टाइप कॉम्पिटिटिव एग्जाम हो इंडिया रे सब तो जनरल स्टडीज पढ़ुँ ना जनरल अवेयरनेस सब पढ़ुँ सब जोग्राफी क्वेश्चन पढ़ुँ तो से रिलेटेड जिन किसी पड़ी कि सेटा सेकेंडरी किंतु फास्ट है ओएस देखा विभिन्न पीसीएस अलग पीसीएस मान क्वेश्चन देखा अलग स्टेट पीसीएस मान कि प्रिलिमिनारी आम जो आईएएस परीक्षा हो तार प्रिलिमिनारी पास्ट क्वेश्चन छुड़ा देखा आईएएस क्वेश्चन प्रिलिमिनारी क्वेश्चन आम क्वेश्चन बहुत डिफरेंस से बेसी डेप्थ में पकई थे क्लारिटी आउ टे अंडरस्टांडिंग क्लारिटी दरकार से भल भाव डिटेलिंग टे पचार ये आम टे जस्ट आम शुणी जिन जानी आम करदे स्टेट पीसीएस ओडिशा पे कि ग्राजुअली कौन है ना कि आस्ते आस्ते डेप्थ बढ़िया को चेष्टा कर ग्राजुअली डेप्थ आस्ते आस्ते बढ़ला आम ओडिशा भी आस्ते आस्ते डेप्थ बढ़ला तेणु आम स्टेट पीसीएस भी तेणु ये सब जिन प्रति आमको पास्ट क्वेश्चन हो से पास्ट क्वेश्चन हूँ पथ प्रदर्शक आम गाइड आम केमी प्रिपेयर करवा को एरिया प्रिपेयर करवा को एरिया को फोकस करवा ऑल दोज थिंग्स विल गेट फ्रॉम द पास्ट पेपर्स पास्ट क्वेश्चंस से हेमुना.com इज ओके हेमुना.com सब अपलोड कर सब ये 2015 2020 जाए पुणी 2021 तो है 2021 पुणी 2021 भी अपलोड करवा तेणु एगुड़ा सब कौन कर ना तुम देखो से जाकि तार एक्सप्लेनेशन भी तले देखीदेव जहाँ पढ़ा हम से रिलेटेड क्वेश्चन कौन अच्छे जहाँ पढ़ा हम से रिलेटेड क्वेश्चन कौन अच्छे इंटरनेट रू सब जगह से जिन गुड़ा कलेक्ट कर पढ़ा पड़ो जो पोर्सन सर तार रिलेटेड कौन जो पोर्सन सर तार रिलेटेड कौन अच्छे बुझेगा तेणु यही सब जिन प्रति आमको भल भाव में कौन करने पड़ो फोकस करने पड़ो तो जोग्राफी ये सब सर जहाँ भी आम अच्छी मुझे कहि जो जो कनसेप्ट क्लास कर जोग्राफी क्लास कनसेप्चुअल क्लास टे लगे तेणु सब तो कनसेप्ट एमती अच्छी सब तेणु जोग्राफी सब गोटे कथा मन रख गोटे सिंगल क्लास के मिस करबनी है तेणु सिंगल क्लास के मिस करबनी जिते बड़े जो क्लास हम सब रेगुलर जी कम न पड़े से जरूरी कम न पड़े कौन क्लास मिस करना है आदि भी कौन मिस होगा सागे सागे रेकर्डिंग देखो कारण डिस्कंटिन्यूटी होगा मानना सब खराब हो फ्लो कंटिन्यू फ्लो इज वेरी मच इंपोर्टेंट फॉर एग्जामिनेशन ये परीक्षा ये परीक्षा बोली जिते परीक्षा दौ दियो सबुथि इवन लाइफ रे भी जो जिन कौन प्रोजेक्ट कौन कम कर कंटिन्यूटी इज वेरी मच इंपोर्टेंट कंटिन्यूटी निहाती दरकार है फ्लो डिस्ट्रप्शन है इंटरप्टेड है प्रोब्लेम है तेणु जब भी कौटी क्लास छुटी जाऊँ किसी प्रोब्लेम हो दिन पुणी सागे सागे रिकॉर्डिंग देख रिकॉर्डिंग सब क्लास रोचे रिकॉर्डिंग देखिए तो ये है संपूर्ण आम इंट्रो क्लास था जोग्राफी आज आ जहाँ जहाँ तुमको कहली से अनुसार जहाँ जहाँ बही कहली से बही तुम पाखे रख नोट तो सेपरेट नोट मत कर सारी कमिंग मतलब नेक्स्ट क्लास जोग्राफी हम से पुणी स्टार्ट करवा आम इंडिया स्टार्ट करवा आस्ते आस्ते विभिन्न कनसेप्ट को विभिन्न सेक्शन में पढ़ी पढ़ी चलिए जोग्राफी आगे चलिए है तो किसी बाट जोग्राफी जाकि बंद कर पुणी आउ गोटे सेक्शन स्टार्ट करवा कि बर्तमान किसी दिन पर्यटन जोग्राफी चलो क्लीयर है अरे क्लीयर है ठीक अच्छे अच्छा बर्तमान वाइंड अप करवा जब किसी क्वेश्चन अच्छे मत पचार